ସତ୍ସଙ୍ଗଟା ଶୁଭ ଭାବନା ତ ଆଗରୁ ବହୁତ ଥର କରାହେଇଛି, ୟୁଟ୍ୟୁବରେ ବି ଛାଡିଛନ୍ତି, ଆମେ ଶୁଣିଛୁ ବି, ଖଣ୍ଡ ଖଣ୍ଡ କରିକିରି ଶୁଭ ଭାବନା ହେଇଛି, କିନ୍ତୁ କାଲିର ଶୁଭ ଭାବନା ବହୁତ ଭଲ ହେଇଛି। ଏବଂ ମୁଁ କଣ କହୁଥିଲି କି ସେଇଟା ୟୁଟ୍ୟୁବରେ ଛାଡିଦେବା ପାଇଁ ମୁଁ ଅନୁରୋଧ କରୁଛି। ବହୁତ ସୁନ୍ଦର ହେଇଛି, କାହିଁକିନା ମୁଁ ଯୋଉ ସତ୍ସଙ୍ଗ ସବୁ ପ୍ରାୟ 90ଟି ସତ୍ସଙ୍ଗ ମୁଁ ଇଏ କରିକି ରଖିଛି, ନୋଟ କରି ରଖିଛି। ସେଥିରୁ ମୁଁ ପ୍ରାୟ ସତ୍ସଙ୍ଗ ସବୁ ଶୁଣେ, ସେଥିରେ ସେ ଶୁଭ ଭାବନା ତା ଭିତରେ ମିଶିକିରି ଅଛି। ପ୍ରତ୍ୟେକ ସତ୍ସଙ୍ଗରେ ଶୁଭ ଭାବନା ମିଶିକିରି ଅଛି, କିନ୍ତୁ କାଲିରଟା ସ୍ୱତନ୍ତ୍ର ହେଇଛି। ସେଇଟାକୁ ମୁଁ କାଲି ଛାଡିକି, ଯେମିତିକି ଆମେ ସଦ୍ଗୁରୁ ସାଧ୍ୟାୟ ସାଧନ ସତ୍ସଙ୍ଗ ଶୁଭ କର୍ମ ଶୁଭ ଭାବନାରେ ସମସ୍ତ ଦୁଃଖ କଷ୍ଟ ଦୂର ହେଇଯାଉଛି, ହେଇଯିବ ମଧ୍ୟ। ଆପଣ ଦୃଢତା ସହ କହୁଛନ୍ତି, ତେଣୁ ସେଇଟାକୁ ବହୁତ ସୁନ୍ଦର ମତେ ପ୍ରଭାବ ପକେଇଛି। ଆଉ ସେଇ ଶୁଭ ଭାବନା ତ ଆଗରୁ ଶୁଣା ହେଇଛି, କିନ୍ତୁ କାଲିର ଶୁଭ ଭାବନା ବହୁତ ଭଲ ହେଇଛି। ଦେଖିବା, ମୁଁ ଶୁଣିନି, ମୁଁ ଶୁଣିଲେ ତାକୁ ଶୁଣିଲେ ଜଣା ପଡିବ କଣ ହେଇଛି। ମୁଁ ଏବେ ଶୁଣିନି, ଶୁଣିଲେ ଖୁବ ସୁନ୍ଦର ହେଇଯିବ। ଆଚ୍ଛା, ଆଜ୍ଞା ଗୁରୁଜୀ, ସେଇଟା ତ କାଲି କଟି ଯାଇଥିଲା, ସେଇଟା ଛାଡିବେ ଆଉ ଛାଡ଼ିଦେଲେ ପୁରା କ୍ଲିୟର ହବ। ଆଉ କାଲି ଯୋଉଟା ହେଇଛି, ସେମାନେ ଗୋଟେ ସ୍ପନ୍ଦନ ସୃଷ୍ଟି କରୁଛି ନା, ସବୁ ଯୋଉ 2-3ଟା ଯେତେ ଶୁଭ ଭାବନା ଛାଡା ହେଇଛି, କାଲିର ସେଇଟା ଗୋଟେ ମାନେ ପୁରା ବହୁତ ଇଏ ହଉଛି, ପୁରା ଏନର୍ଜେଟିକ ହଉଛି, ଜଣକୁ ପୁରା ରିଚାର୍ଜ କରେଇ ଦଉଛି ସେ। ତେଣୁ ସେଇଟା ଛାଡିବେ। କୁହନ୍ତୁ ବାବା। ସୁଭାବନା ଯୋଉ 5ଟା ଅକ୍ଷର, ଯୋଉ ଆମେ ଗୋଟିଏ 2ଟା ଶବ୍ଦ ଯୋଉ ଆଲୋଚନା କରାଗଲା, ବହୁତ ଚିତ୍ତାକର୍ଷକ ହେଇଛି। ଆଉ ବି ମନ୍ତବ୍ୟ ମୁଁ ଦେଇଥିଲି, ଆଜି ବି ଆଉ ଗୋଟେ ମନ୍ତବ୍ୟ ଦଉଛି। ସୁଭାବନା ବିଷୟରେ ଗୋଟେ କ୍ରମଶଃ ଆଲୋଚନା କରନ୍ତୁ। ଆଜି ଅନ୍ୟ କୌଣସି ବିଷୟବସ୍ତୁ ଆଲୋଚନା ନ କରି ସେଇ ସୁଭାବନା ବିଷୟରେ ଆଜିର ଟପିକଟା ରହୁ, ମୋର ଅନୁରୋଧ ରହୁଛି। ଆଉ ସେ ବହୁତ ସ୍ପର୍ଶୀ ହେଇଛି। ସବୁଦିନ ସତ୍ସଙ୍ଗ ବ୍ୟତୀତ କାଲି ଯୋଉ ସତ୍ସଙ୍ଗଟା ପୁରା ସେପାରେଟ ହେଇଛି, ଆଉ ଯୋଉଟା କି ସେ ଯୋଉ ମୁନି ମୋଦି ଭାଇ ଆମର କହିଲେ, ଆଉ ତାଙ୍କ କଥା ତ ମୁଁ ଶୁଣିଲି, କିନ୍ତୁ ମୁଁ କାଲି ମତାମତ ଦେଇଛି। ଆଉ ଏଇଟାକୁ ଆଜି ବି ମଧ୍ୟ ଏଇ ପ୍ରସଙ୍ଗଟାକୁ ରଖନ୍ତୁ। ଆଜି ସତ୍ସଙ୍ଗଟା ସେଇ ସୁଭାବନା ଉପରେ ଆଲୋଚନା କରିବା। ଆଜି ପିରିୟଡଟା ଯାଉ। ଆଜ୍ଞା, ମୋର ଏତିକି ଅନୁରୋଧ। ଆଚ୍ଛା, ହଉ, ଧନ୍ୟବାଦ। ମତାମତ ରଖିଲେ, ଅନୁରୋଧ ରଖିଲେ, ସେଟାକୁ କ୍ରମଶଃ କରନ୍ତୁ। ଆଜ୍ଞା, କାଲିର ଯୋଉ ସତ୍ସଙ୍ଗ ଥିଲା ଶୁଭଭାବନା, କାଲି ତ ଗୋଟେ ପିକୁଲିଆର ଶୁଭଭାବନା ଥିଲା। ଆଉ ଆଗରୁ ମଧ୍ୟ ଗୋଟେ 6 ଘଣ୍ଟାର ଶୁଭଭାବନା ଅଛି, ସେଟା ଛଡ଼ା ଯାଇନି ୟୁଟ୍ୟୁବରେ। ପ୍ରତି ୱାର୍ଡଟା ଗୋଟେ ମୁଁ ଆନାଲାଇଜ କରିଥିଲି। ଗୋଟେ ୱାର୍ଡ ଧର ଅଧଘଣ୍ଟା କି 20 ମିନିଟ୍ ଏମିତି ହେଇକିରି ଅଛି, ସେଟା ଛଡ଼ା ଯାଇନି। ତା ଦେହରୁ ଗୋଟିଏ ପଦ ଛଡ଼ା ହେଇଛି ବୋଧେ। ସୁଭାବନା ଗୋଟେ ଦେଖିବା, ବଡ଼ ବଡ଼ ଅକ୍ଷର ଲେଖା ହେଇଥିବ, ସେ ଗୋଟେ ଛଡ଼ା ଯାଇଥିଲା। ତେବେ ସିଏ 6 ଘଣ୍ଟା। ତାପରେ କରୋନା ପିରିୟଡ଼ରେ ଆମେ ପାର୍ଟ କରିକି 3ଟା ସୁଭାବନା କରିଥିଲୁ। ଫାର୍ଷ୍ଟ ପଦ, ସେକେଣ୍ଡ, ଥାର୍ଡ, ସିଏ 3 ଘଣ୍ଟା, ଗୋଟେ 3ଟା, ସିଏ 6 ଘଣ୍ଟା। ମଝିରେ ମଧ୍ୟ ପୁଣି ସୁଭାବନା ଉପରେ ଆଉ କେତେବେଳେ ହେଇଛି, ଗୋଟେ ଛଡ଼ା ଯାଇଛି। ଆଉ କାଲିର ଗୋଟେ ଥିଲା ସୁଭାବନାଟା, ଯେତେ ଆନାଲାଇଜ କରିବ ତାର ବଡ଼ ପ୍ରଭାବ ପଡ଼ିବ। କାହିଁକିନା ଭାବନା ଉପରେ ମୁଁ ବେଶୀ ଟ୍ରେସ୍ ଦିଏ ସାଧନରେ। ଭାବନା ଯେତେ ଷ୍ଟ୍ରଙ୍ଗ ହବ, ତୁମ ସାଧନ ସେତେ ଷ୍ଟ୍ରଙ୍ଗ ହେଇକି ଯିବ, ବଳଶାଳୀ ହବ। ଯେହେତୁ ଆଜିର ଏଇ ସୁଭାବନା ଉପରେ ଅନୁରୋଧ ରଖିଛନ୍ତି ପୁଣି କଣ୍ଟିନ୍ୟୁ କରିବା ପାଇଁ,
ଚେଷ୍ଟା କରୁଛି ପୁଣି ଆଉ କିଛି ସୁବର୍ଣ୍ଣ ଉପରେ ଆମେ ଆଲୋଚନା କରିବା। ଠିକ ହବ। ସୁବର୍ଣ୍ଣ ବି ବହୁତ ଆବଶ୍ୟକତା ରହିଛି। ସୁବର୍ଣ୍ଣଟା ସାଧନ ପାଇଁ ବହୁତ ଆବଶ୍ୟକତା ରହିଛି। ଦେଖନ୍ତୁ, ଗୋଟେ ଇମ୍ପୋର୍ଟାଣ୍ଟ ଜିନିଷ କ'ଣ ନା ତୁମର ଡିସିସନଟା ବହୁତ ଇମ୍ପୋର୍ଟାଣ୍ଟ। ଯେମିତିକି ମୁଁ ଯୋଗ କରିବି କି ନାହିଁ, ଯୋଗ ଛାଁକୁ ହୁଏନି। ଯୋଗ ଛାଁକୁ ହୁଏନି। ମନେ ମନେ ବସିଯିବେ, ଆସନ ପକେଇଦେବେ, ରାତିରେ ଉଠିଯିବେ, ଇଏ ଅସମ୍ଭବ ଜିନିଷ। ତା ପଛରୁ ଡିସିସନ ଥିବ, ମୁଁ ଯୋଗ କରିବି ବା ପ୍ରତ୍ୟେକ ଦିନ ଯୋଗ କରିବି ବା ବେଳେବେଳେ ଯୋଗ କରିବି, ସମୟ ହେଲେ ଯୋଗ କରିବି, ସୁବିଧା ହେଲେ ଯୋଗ କରିବି, ସନ୍ଧ୍ୟାରେ କରିବି କି ସକାଳେ କରିବି, କ'ଣ ଡ୍ରେସ୍ ପିନ୍ଧି କରିବି, ଏକୁଟିଆ କରିବି କି ମୋ ସହିତ ଆଉ କୋଉମାନଙ୍କୁ ନେଇକିରି କରିବି, ହେଲା, ଲାଟ୍ରିନ୍ ଯିବି କି ନାହିଁ, ଗାଧେଇବି କି ନାହିଁ, ଏସବୁ ପ୍ଲାନ୍ଟା ଆଗରୁ ହୁଏ। ଏଠିକି କେତେ ଏବେ ଆସୁଛନ୍ତି, ମୁଁ ଦେଖୁଛି ସେମାନେ ଗାଧେଇକିରି ଯୋଗ କରୁଛନ୍ତି। ମୁଁ ତାଙ୍କୁ ମନା କରୁଛି ଯେ ଗାଧେଇକିରି କେବେ ଯୋଗ କରିବ ନାହିଁ। ସେମାନେ ତ ସେଇ ଶିକ୍ଷା ନେଇଛନ୍ତି କୋଉଠି, ମୁନି ସମାଜରେ। ଗାଧେଇକିରି ଯୋଗ କରିବାଟା କେବେ ଠିକ ନୁହେଁ, କାହିଁକିନା ବଡି ଥଣ୍ଡା ହେଇଯିବ, ପୁଣି ଉତ୍ତାପ କରିବା ପାଇଁ ତ ଦରକାର। ଯୋଉ ଷ୍ଟେଜରେ ଥିବେ ଦେଖିବେ, ସକାଳୁ ଉଠିଲେ ବି ତୁମକୁ ବହୁତ ଉତ୍ତାପ ଲାଗୁଥିବ, ବଡି ଠିକ ଲାଗୁଥିବ, କମ୍ଫର୍ଟ ଲାଗୁଥିବ, ଶୀତ ଦିନେ ବି କମ୍ଫର୍ଟ ଲାଗୁଥିବ, ବର୍ଷା ଦିନେ ବି ଆହୁରି କମ୍ଫର୍ଟ ଲାଗିବ। ବଡି ଉତ୍ତାପ ଦବ ତୁମକୁ। ଆଉ ଉତ୍ତାପରେ ଯଦି ତୁମେ ପାଣି ଛିଞ୍ଚି ଦବ, କ'ଣ ହବ? ଗାଧେଇ ପଡିବ, ଶିଥିଳ ହେଇଯିବ ଶରୀର। ତେଣୁ ଏ ସବୁ ଜିନିଷ ଗୁଡ଼ିକ ଭାବନା ଉପରେ ନିର୍ଭର କରୁଛି। ବିନା ଭାବନାରେ ଜଣେ ସାଧନ କରିପାରିବନି। ବୁଝିଲେ କି? ବିନା ଭାବନାରେ ଜଣେ ସାଧନ କରିପାରିବନି। ବିନା ଭାବନାରେ ଯଦି ଯୋଗ କରିବା ଅସମ୍ଭବ, ତାହେଲେ ବିନା ଶୁଭ ଭାବନାରେ କେମିତି ଯୋଗ କରିବେ? ବୁଝିଲେ? ଶୁଭ ଭାବନାରେ କେମିତି, ବିନା ଶୁଭ ଭାବନାରେ କେମିତି ଯୋଗ କରିବେ? ଅଶୁଭ ଭାବନା ନେଇ କ'ଣ ଯୋଗ କରାଯାଏ କି? ଅଶୁଭ ଭାବନା ନେଇ କେବେ ଯୋଗ କରାଯାଏ ନାହିଁ। ତେଣୁ ଶୁଭ ସଂକଳ୍ପ ମସ୍ତୁ, ମୋ ସଂକଳ୍ପ ଶୁଭ ଯୁକ୍ତ ହେଇଯାଉ, ଶୁଭ ସଂକଳ୍ପ ମସ୍ତୁ। ବୁଝିଲେ? ଦେଖନ୍ତୁ, ଗୋଟେ ପ୍ରାକ୍ଟିକାଲ କଥା ମୁଁ କହୁଛି। ସାଧନ କରୁଛ, ଠିକ ଅଛି, ସାଧନ କରିବା ଠିକ ଅଛି। ଦିନେ ଦିନେ କ'ଣ ହୁଏ ନା, ସାଧନାରେ ବହୁତ ଆଗ୍ରହ ସୃଷ୍ଟି ହୁଏ କରିବା ପାଇଁ। ଯେଉଁମାନେ ସାଧନ ରେଗୁଲାର କରୁଛନ୍ତି, ଦେଖିବେ ଦିନେ ଦିନେ ଅତି ମାତ୍ରାରେ ସାଧନ କରିବାକୁ ଉତ୍ସାହ ସୃଷ୍ଟି ହବ। ଆଉ ସେଇଦିନଟା ସାଧନ ଅତି ଉଚ୍ଚ ଶ୍ରେଣୀର ହବ। ଉଚ୍ଚ ଶ୍ରେଣୀର ହବ, ଅଟୋମେଟିକ ଫ୍ଲୋ ଆସେ, ଉତ୍ସାହ ଆସେ କରିବା ପାଇଁ। ସାଧନରେ ବେଡ ପକେଇଲା ବେଳକୁ ଆସିଯାଏ। ଆଉ ଦିନେ ଦିନେ କ'ଣ ହୁଏ ନା, ନିଜର ପରାକ୍ରମ ଅନୁସାରେ ନିଜେ ଯଦି ସଂକଳ୍ପ କରିବ, ଆଜି ମୁଁ ଖୁବ ସୁନ୍ଦର ଭାବରେ ସାଧନ କରିବି, ସେଦିନ ବି ସାଧନ ଠିକ ହବ। ଇଏ ସଂକଳ୍ପର କଥା। ଯଦି ତୁମେ ସଂକଳ୍ପ କରି ରଖିବ ଆରମ୍ଭରୁ, ଉଠିଲା ବେଳକୁ
ଯେ ଆଜି ଦିନଟା ମୁଁ କେମିତି ଟିକେ ମାନେ ମନ ଦେଇକି ସାଧନ କରିବି, ସେ ଭାବନାରୁ ଆସିବ। ସେଦିନ ବି ସାଧନ ଅତି ଉଚ୍ଚ ଶ୍ରେଣୀର ହବ। ଆଉ ଗୋଟେ ହଉଛି ଏକାଗ୍ରତା। ତୁମେ ଯୋଉ ଏକାଗ୍ରତାରେ ସାଧନ କରୁଥିବ, ଗୋଟେ ଚକ୍ରରେ ପୁରା ମନ ଦେଇକିରି କରୁଥିବ, ନେକ୍ସଟ ଚକ୍ର କ'ଣ ଅଛି ମନ ଦେଇ କରିବ, ତାପରେ କ'ଣ ଅଛି ମନ ଦେଇ ଦେଇ ପ୍ରତ୍ୟେକ ଷ୍ଟେପରେ ତୁମେ ସାଧନ କରୁଥିବ ଏକାଗ୍ରତା ସହିତ, ସେଦିନ ବି ସାଧନ ଭଲ ହବ। ମୋ କହିବା କଥା, ଆର କେନ୍ଦ୍ରବିନ୍ଦୁ ହଉଛି ଭାବନା। ତୁମ ଭାବନାରେ ଏକାଗ୍ରତା ଆସିବ, ତୁମ ଭାବନାରେ ଆଗ୍ରହ ସୃଷ୍ଟି ହବ, ସଂକଳ୍ପ କରିବ, ମାନେ ଦୃଢ଼ ନିଷ୍ପତ୍ତି ନେବ, ଆଜି ମୁଁ କରିବି ଭଲ ଭାବରେ, ତମ ଭାବନାରେ ଆସିବ। ଆଉ ଦିନେ ଦିନେ ଅଟୋମେଟିକ ଫ୍ଲୋ ହେଇଯାଏ, ସାଧନଟା ବହୁତ ଭଲ ଲାଗେ। ସେଦିନର ସାଧନଟା ଯଦି ଏକ୍ସିଲରେଟ୍ କରୁଥିବ, ତାର ପଛରେ ଗୋଟେ କିଏ ଥିବ। ଯଦି ସେଦିନର ଭାବନାଟା ଅଟୋମେଟିକ ଫ୍ଲୋ ହେଇଗଲା, ଜାଣିବ ତା ପୂର୍ବରୁ ତୁମର ଭାବନା ସନ୍ନିହିତ ଥିବ ସେଥିରେ, ନହେଲେ ପୂର୍ବ ଦିନର ଭାବନା, ନହେଲେ ଆସିବନି। ତେଣୁ ସବୁର ମୂଳରେ ଭାବନାର ଆବଶ୍ୟକତା ରହିଛି। ବିନା ଭାବନାରେ ତୁମେ ସାଧନ କରିପାରିବନି। ଦେଖନ୍ତୁ, ଗୋଟେ ଗୋଟେ ଲଙ୍ଗ ରନର ଭାବନା ମଧ୍ୟ ତୁମ ପାଖରେ ଅଛି। କ'ଣ ସେଇଟା? ନା ମୁଁ ସମାଧିସ୍ଥ ହେବି, ଯେବେ ହୁଏ ମୁଁ ସେଇଥିପାଇଁ ସାଧନ କରୁଛି। ଇଏ ଗୋଟେ ସଂକଳ୍ପ ରହିଛି ତୁମ ମନ ଭିତରେ। ଆଉ ଗୋଟେ ସଂକଳ୍ପ କ'ଣ? ନା ମୁଁ ରୋଗମୁକ୍ତ ହେବି, ଏ ସାଧନରେ ରୋଗମୁକ୍ତ ହେଇଯାଏ ବା ହେବି, ଇଏ ବି ଗୋଟେ ସଂକଳ୍ପ। ଏ ଭାବନା ଭିତରେ ସବୁ ରହୁଛି। ସେଥିପାଇଁ ତୁମେ ସାଧନ କ୍ଷେତ୍ରକୁ ଓହରି ଆସିଛ। ଆଉ ଗୋଟେ କ'ଣ? ନା ଏ ସାଧନରେ ମୁଁ ମାନେ ଦିଟାଙ୍କ ଭାବନା ଥିବ, ହୁଏତ ମୋ ରୋଗ ମୁକ୍ତ ହେଇଯିବି ବା ସମାଧି ହେବି, ଦିଟାଙ୍କ ଥିବ। ରୋଗମୁକ୍ତ ପରେ ସମାଧି ବି ସେଇ ଭାବନାରେ ଅନ୍ତର୍ଭୁକ୍ତ। ତେଣୁ ଭାବନାଟା ବହୁତ ଇମ୍ପୋର୍ଟାଣ୍ଟ। ଭାବନା ବହୁତ ଇମ୍ପୋର୍ଟାଣ୍ଟ। ତମ ସାଧନ ଅପେକ୍ଷା ଯଦି ପ୍ରତି ମୁହୂର୍ତ୍ତରେ ଭାବନା କରୁଥିବ, ମୋ ସାଧନଟା କେମିତି ସବୁଦିନ ଠିକ୍ ରହୁ, ମୁଁ ଠିକ୍ ସମୟରେ ଉଠି ସାଧନ କରେ, ମୁଁ ଠିକ୍ ରାତିରେ ଉଠିକି ସାଧନ କରିବି ବ୍ରହ୍ମ ମୁହୂର୍ତ୍ତରୁ। ଯଦି ଦିନର ଭାବନା ଏସବୁ ରହିଥିବ, ତାହେଲେ ତୁମକୁ ନେଇ ସେଇ ଯଥା ସ୍ଥାନରେ ବା ଯଥା ଭାବନାଟା ବା କାର୍ଯ୍ୟଟା ପହଞ୍ଚେଇ ଦେବ। ଯଦି ଭାବନା ନାହିଁ ତ କିଛି ନାହିଁ, ଭାବନା ନାହିଁ ତ କିଛି ନାହିଁ। ଭାବନା ଜଣେ ଜଣେ କରୁଛନ୍ତି, ଏଇ ସାଧନ କ୍ରମରେ ଆସିକିରି ବି ଭାବନାଟା ଏକ୍ସିଲରେଟ୍ ହେଉଛି, ତାଙ୍କର ବଢ଼ି ଯାଉଛି ସତ୍ସଙ୍ଗ ଶୁଣିକିରି। କାହାକୁ ଅନୁକରଣ କରିକି ଯେଉଁ ଆମେ ଗୋଟେ ଗୋଟେ ପ୍ରମାଣ ପତ୍ର ଦେଉଛେ, ବା ଯେଉଁ ପେସେଣ୍ଟ ମାନେ ନିଜର ଷ୍ଟେଟମେଣ୍ଟ ରଖୁଛନ୍ତି ଏଠି, ନିଜର ମନ୍ତବ୍ୟ, ନିଜର ମାନେ ସଫଳତା, ରୋଗ ମୁକ୍ତିର ସଫଳତା, ସେଇଟା ବି ପ୍ରଭାବ ପଡ଼ୁଛି ତୁମ ଭାବନା ଉପରେ ପରୋକ୍ଷରେ। ହଁ, ସିଏ ରୋଗ ଭଲ ହେଇଗଲା, ସାଧନରେ ଅଗ୍ରସର ହେଲା, ମୁଁ ବି ହେଇପାରିବି, ଇଏ ଗୋଟେ ଭାବନା ଆସିବ। ଦେଖିକି ସତ୍ସଙ୍ଗ ଶୁଣିକିରି, ଆଉ ସାହିତ୍ୟ ପଢ଼ିକିରି, ଶ୍ରୀମୁନିଙ୍କ ସାହିତ୍ୟ ଅଛି ଯେଉଁ ବହି, ମୂଲ୍ୟବାନ ବହି, ତାକୁ ପଢ଼ିକିରି ମଧ୍ୟ ତୁମର ଭାବନାଟା ପରିବର୍ତ୍ତନ ହେଇଯିବ ଆସ୍ତେ ଆସ୍ତେ। ଯେଉଁ ଭାବନା ଥିଲା ସେ ଭାବନା ପରିବର୍ତ୍ତନ ହେଇଯିବ। ମୁଁ ତ ଯେତେବେଳେ ଆସିଲି ଏଇ ମୁନି ସମାଜକୁ, ମୁଁ ଯେତେବେଳେ ଦେଖିଲି ଏ ସାଧନ, ଆଉ ମୋ ରୋଗକୁ ଯେତେବେଳେ ନେଇକିରି ତୁଳନା କଲି ଏଇ ସାଧନ ସହିତ, ମୁଁ କହିଲି ଏଥିରେ କ'ଣ ଭଲ ହବ? ବୁଝିଲେ, ମୋର ପ୍ରଥମ ଭାବନା ଥିଲା ଏଥିରେ କ'ଣ ଗୋଡ଼ ହାତ ହଲେଇଲେ ଭଲ ହେଇଯିବ, ମୋ ୟୁରିନ୍ ବନ୍ଦ ହେଇଯାଇଛି। ଚିନ୍ତା କରନ୍ତୁ, ସେଇ ବ୍ୟକ୍ତି ମୁଁ ଏବେ ନା ନାହିଁ, କିନ୍ତୁ ପ୍ରଥମ ଭାବନା ଏମିତି ନଥିଲା। ଯେମିତି ତୁମର ଭାବନା ଆସୁଛି, ମୋର ବି ଭାବନା ଆସିଥିଲା, ଇଏ ଗୋଡ଼ ହାତ ହଲେଇ ଦେଲେ, ଦେଖିଲି ସବୁ ସାଧନ, ଏଥିରେ କେମିତି ଭଲ ହବ?
ବିନା ଔଷଧ ବିନା ଡାକ୍ତର ବଡ଼ ରୋଗ କମ୍ପେୟାର ଯେତେବେଳେ କଲି ମୁଁ ଆକାଶ ପାତାଳ ହେଇଗଲା ମୋ ଭିତରେ। ତେଣୁ ସେତେବେଳର ଭାବନା ଯାହା ଥିଲା ତାପରେ ପରିବର୍ତ୍ତନ ହେଲା। ଯେତେବେଳେ ସାଧନ କଲି ପରିବର୍ତ୍ତନ ହେଲା। ଆସ୍ତେ ଆସ୍ତେ ସାଧନରେ ତମର ଯୋଉ ଏକ୍ସପେରିମେଣ୍ଟଟା ବା ସାଧନର ଅଭିଜ୍ଞତାଟା ତୁମକୁ ଖୋରାକ ଦେବ ଭାବନା କରିବା ପାଇଁ, ପରବର୍ତ୍ତୀ ଭାବନା ଆଣିବା ପାଇଁ। ବୁଝିଲେ? ଭାବନାଟା ଆସ୍ତେ ଆସ୍ତେ ତୁମର ଦୃଢ଼ୀଭୂତ ହବ, ତମର ସାଧନରୁ ଆସିବ, ପ୍ରମାଣପତ୍ର ଆସିବ। ତେଣୁ ଭାବନା ବହୁତ ଇମ୍ପୋର୍ଟାଣ୍ଟ। ସାଧନ କ୍ଷେତ୍ରରେ ଭାବନା ବହୁତ ଇମ୍ପୋର୍ଟାଣ୍ଟ। ତମେ ଯୋଉ ଚକ୍ର ଭେଦନ କରୁଛ ତାର 80% ପ୍ରଭାବ ଭାବନାରେ ରହୁଛି, ଚକ୍ର ଭେଦନରେ କିଛି ନାହିଁ। ଆଉ 20% ତୁମେ ଯୋଉ କାର୍ଯ୍ୟ କରୁଛ, ସାଧନ କରୁଛ, ସେ ସାଧନରେ 20% ଇଫେକ୍ଟ ପଡୁଛି ସାଧନ ଉପରେ, କିନ୍ତୁ 80% ପ୍ରଭାବଟା ପଡୁଛି ତୁମର ଭାବନାର ପ୍ରଭାବ ସାଧନ ଉପରେ। ବେଳେ ବେଳେ ବ୍ରହ୍ମମୟ ହେଇକିରି ବସିଯାଆନ୍ତୁ, ଦେଖିବେ ତୁମ ଶରୀରଟା ବ୍ରହ୍ମମୟ ହେଇଯିବ। କେତେବେଳେ ମୁଁ କହିଦେଲି ତ ଏବେ, କେତେବେଳେ ନିରୋଳା ବେଳେ ଭଲ ସମୟ ଦେଖିକି ବସିଯିବ, ଆଉ କିଛି ଭାବନା ଆଣିବନି, ଖାଲି କହିବ ମୁଁ ବ୍ରହ୍ମ, ବସିଯିବ ପୁରା। ଯୋଉ ଯୋଉ ଭାବନା ଆସିଲା କାଟିଦବ। ଅଳ୍ପ ସମୟ ବସନ୍ତୁ, 5 ମିନିଟ୍ ହଉ 10 ମିନିଟ୍ ହଉ ବସନ୍ତୁ, ଦେଖିବେ ତୁମେ ପରୋକ୍ଷରେ ପ୍ରତ୍ୟକ୍ଷରେ ଏ ଶରୀରଟା ବ୍ରହ୍ମ ଭଳି ଲାଗିବ ତୁମକୁ। ଗୋଟେ ଗୋଲ ପିଣ୍ଡୁଳା ଟୋଟାଲ ପୂର୍ଣ୍ଣ ବ୍ରହ୍ମ ବୋଲି ତୁମକୁ ଅନୁଭବ ହବ, ଯଦି ଭାବନା କରିବେ କେବଳ, ଆଉ କିଛି ନାହିଁ। ନା ସାଧନ ସେଠି ଅଛି ନା କଣ ଅଛି, କିଛି ନାହିଁ। ଚାଲିଲେ ବି ବ୍ରହ୍ମମୟ ହେଇଯିବ ଭାବନାରେ, ଯଦି ମୁଁ ବ୍ରହ୍ମ ଚାଲୁଛି ଭାବନା କରିବ। ତେଣୁ ବସିଗଲେ ଦେଖିବ ବଡିରେ ଗୋଟେ ଉନ୍ମାଦ ସୃଷ୍ଟି ହବ, ପ୍ରଫୁଲ୍ଲତା ସୃଷ୍ଟି ହବ, ଆନନ୍ଦ ସୃଷ୍ଟି ହବ, ଶିହରଣ ସୃଷ୍ଟି ହବ, ଆଉ ଗୋଟେ ବେଶ ତିଆରି ହେଇଯିବ ସେଠି। ଯଦି ବସିଯିବେ, କେତେବେଳେ ବସନ୍ତୁ, ପରୀକ୍ଷା କରି ଦେଖନ୍ତୁ, କେତେବେଳେ ବ୍ରହ୍ମ, ମୁଁ କେବଳ ବ୍ରହ୍ମ, ଆଉ କିଛି ନାହିଁ, ବା ଆତ୍ମା। ଏଇ ଯୋଉ ଏକ୍ସପେରିଏନ୍ସ ଆସିବ ତୁମର ସେଇ ଯୋଉ ସାଧନରୁ, ଦେଖିବ ପରବର୍ତ୍ତୀ ସାଧନକୁ ତୁମକୁ ସପୋର୍ଟ କରିବ। ବସିଯାଆନ୍ତୁ, ଯେତେବେଳେ ବେଳେ ବେଳେ ବସିଯିବେ, ମୁଁ ବ୍ରହ୍ମ, ବ୍ରହ୍ମ ବ୍ୟତୀତ ମୁଁ କିଛି ନାହିଁ। ଏତେ ଇଫେକ୍ଟ ପଡିବ ମାନେ କଳ୍ପନା ବାହାରେ। ମାନେ ମୋ କହିବା କଥା ଏକ୍ସପ୍ରେସ କରିପାରୁନି ଏ କଥାକୁ। ମାନେ ଯେତେ ଭାବନା ସବୁ ଥିବ ସେଠି ତୁମ ପାଖରେ, ସେ ତ ଘୁରି ବୁଲୁଛି ନା ଭାବନା ଗୁଡ଼ିକ, ଏଇଟା ସେଇଟା ସେଇଟା ସେଇଟା, ଏମିତି ହଜାର ହଜାର ଭାବନା ମଧ୍ୟ ଘୁରି ବୁଲୁଛି। ତୁମେ ସେଗୁଡ଼ା କିଛି କରିବନି, କେବଳ ଗୋଟିଏ ଲକ୍ଷ୍ୟ ରଖିବ, ମୁଁ ବ୍ରହ୍ମ, ମୁଁ ବ୍ରହ୍ମ ସ୍ଥିତିରେ ଅଛି। ଆଉ ସବୁ ଭାବନା କଟିଯିବ, ସାଙ୍ଗେ ସାଙ୍ଗେ କଟିଯିବ। କାରଣ ଯୋଉ ଭାବନା କରୁଥିବ ସେଇ ଭାବନାରେ ମନଟା ରହିଯିବ। ଆଉ ଗୋଟେ ଭାବନା ଏଇଟା ଛାଡ଼ିଲେ ଆଉ ଗୋଟେ ଭାବନା ଆସିବ, ନେକ୍ସଟ ଭାବନାଟା ତୁମେ ଯେପର୍ଯ୍ୟନ୍ତ ଏଇଟା ରଖିଛ ଜାବୁଡ଼ିକିରି, ଆଉ ନେକ୍ସଟ ଭାବନା ବି ଆସିବନି। ତେଣୁ ଯୋଉ 5 ମିନିଟ୍ ହଉ ଯୋଉ 10 ମିନିଟ୍ ହଉ ବସିଯିବ, ଅଧଘଣ୍ଟା ବି ବସିପାରିବ। କୁକୁଡ଼ା ବୋବେଇଲା ସେପଟରେ, କାଉ ବୋବେଇଲା ହେଲା, କୁକୁର ବୋବେଇଲା, ଭୁକିଲା, କୁକୁର ଭୁକିଲା, ମାନେ ମନ ଜଷ୍ଟ ପଳେଇବ ସିଆଡ଼କୁ, ପୁଣି ରିଟର୍ନ ଆସିଯିବ ତୁମ ଭିତରେ। ଶବ୍ଦଟା ଶୁଣିଲେ ତ ପଳେଇବ, ପଳେଇଲା ପରେ ବି ତୁମେ ତାକୁ ଟାଣି ଆଣିବ, ନା ମୁଁ ବ୍ରହ୍ମ। ତୁମ ସ୍ଥିତିରେ ରଖିବାକୁ ଚେଷ୍ଟା କରିବ, ଦେଖିବ ସେ ଭାବନାରେ ବହୁତ ପ୍ରଭାବ ପଡ଼ିବ, ବହୁତ ପ୍ରଭାବ ପଡ଼ିବ। ଏ ଯୋଗଟା, ଏଣ୍ଟାୟାର ଯୋଗଟା ଗୋଟେ ଭାବନାର ଖେଳ। ତୁମ ଜୀବନଟା ମଧ୍ୟ ଭାବନାର ଖେଳ।
ତୁମ ଆୟବ୍ୟୟଟା ଭାବନାର ଖେଳ। ଭାବନାରେ ଏତେ ଶକ୍ତି ଅଛି। ମୁଁ ଯେତେବେଳେ ସାଇକେଲ ନେଇକିରି ଆସେ, କିଛି ବାଟ 1 କିଲୋମିଟର 2 କିଲୋମିଟର ଆମେ ଝାଡ଼ା ବସିବାକୁ ଆସୁ। ରାସ୍ତା ପାହାଡ଼ ଆଡ଼କୁ ଅଛି, ଆସୁ 4ଟା ବେଳେ ହେଲେ 5ଟା ବେଳେ ଆସୁ। ବସିବୁ ସେ ପୋଲରେ ବସିବୁ, ରାସ୍ତା ଉପରେ ଦି ସାଇଡ୍ ଯେଉଁ ପୋଲ ଥିବ ବସିକି ଯିବୁ, କେତେ ପିଲା ବସିଥିବେ ଆସିକି ଗପସପ କରିକି ଯାଉ। ସେ ଗୋଟେ ହାବିଟ୍ ହେଇଯାଇଥିଲା। ପ୍ରତ୍ୟେକ ଦିନ ସେମିତି ହୁଏ। ସନ୍ଧ୍ୟା ପୂର୍ବରୁ ଆସୁ, ବସିକି ଯାଉ। ଯେତେବେଳେ ମୁଁ ସାଇକେଲ ନେଇକିରି ଆସିବି, ସେତେବେଳେ ସାଧନ ଯେତେବେଳେ କଲି, ବର୍ଷେ ହେଇଗଲା, ମୁଁ ସାଇକେଲ ଚଢ଼ିକି ଆସିଲା ବେଳେ ସୁହନ କରେ। ସେ ଆଉ ମହାମନ୍ତ୍ର ମଧ୍ୟ ଜପ କରେ ତା ଭିତରେ। ସାଇକେଲ ଚଢ଼ିଲା ବେଳେ ଏସବୁ ହୁଏ ବେଳେବେଳେ। ସେତେବେଳେ ଲୋମ ଗୁଡ଼ିକ ସବୁ ତୁମର ବା ଆମର ଯେତେବେଳେ ଏଇ ସାଧନ କରୁଥିଲି ଭାବନାରେ, ସେ ହେଉ ଟାଙ୍କୁରି ଉଠିବ ଲୋମ ଗୁଡ଼ା। ସାଇକେଲରେ ବସି ଚଲାଉଥିବି, ଲୋମ ଟାଙ୍କୁରି ଉଠିବ। ଶିବୋହମ୍ କହିଲେ ଲୋମ ସବୁ ଉଠିଯିବ ଉପରକୁ। ଅବଶ୍ୟ ବର୍ଷେ ହେଇଯାଇଥିଲା ସାଧନ, ବର୍ଷକ ପରେ ଏଗୁଡ଼ା ସବୁ ଆସିଲା। ନିରଞ୍ଜନ ଗୀତ ବୋଲିକିରି ପୁରା ସ୍ପିଡରେ ଗୀତ ବୋଲା ହଉଥିଲା। ସେମିତି ତ ରହିକିରି କରାଯାଉନଥିଲା, କିନ୍ତୁ ସେଥିରେ ବି ଗୋଟେ ପଦ ସହିତ ତୁମ ଶରୀରଟା ମିଶି ଯାଉଥିଲା ସେଇ ସ୍ପିଡରେ। ସାଇକେଲ ଚଲାଉଥିବ, ଏ ସାଧନାରେ ମଧ୍ୟ ମିଶି ଯାଉଥିଲା। ସେ ଲୋମ ଟାଙ୍କୁରି ଉଠୁଥିଲା, ପ୍ରଫୁଲ୍ଲିତ ହଉଥିଲା ଶରୀର। ତାମାନେ ଯେତେବେଳେ ସାଧନାରେ ଆମେ ନେଇଗଲୁ, ଗୋଟେ ନୂଆ ଜଗତ ଆସିଗଲା ଆମ ଜ୍ଞାନ ଭିତରେ, ବ୍ରହ୍ମମୟ ଜଗତଟାକୁ। ସେଇଟା ଚାଲିଲେ ବସିଲେ ଉଠିଲେ ବି ପ୍ରଭାବ ପଡ଼ିଲା। ତାପରେ ଚାଲିଲେ ବସିଲେ ଉଠିଲେ ବି ପ୍ରଭାବ ପଡ଼ିଲା, ଏତେ ଜୋରେ ପ୍ରଭାବ ପଡ଼ିଲା। ଆଉ ବ୍ରହ୍ମର ସ୍ଥିତି ବା ନିଜେ ବ୍ରହ୍ମମୟ ହେଇଯିବା ସହିତ ତୁମର ଶବ୍ଦ ବି ବ୍ରହ୍ମମୟ ହେଇଯିବ। ପ୍ରଭାବ ପଡ଼ିବ, ଚତୁର୍ଦିଗରେ ପ୍ରଭାବ ପଡ଼ିବ। ଯେମିତି ବର୍ଷାକୁ ରୋକିଦେବା, ତୁମର ଆବଶ୍ୟକତା ଅନୁସାରେ ଜିନିଷ ଆସି ପହଞ୍ଚିଯିବା ତୁମ ପାଖରେ। ଖୋଜୁଥିବା ଅଭାବ କିଛି ରହିବନି, ତୁମେ ଯାହା ଖୋଜିବ ପାଇଯିବ ସାଙ୍ଗେ ସାଙ୍ଗେ। ଏମିତି ବି ସ୍ଥିତି ହେଇଛି ସାଧନାର। ଆର କାରଣ କ'ଣ ନା, ଆର କାରଣ, ମୁଖ୍ୟ କାରଣ ଥିଲା ଆମେ ଯେଉଁ ଶୁଭ ଭାବନା କରୁଥିଲୁ, ସେଇ ଶୁଭ ଭାବନାରେ ପ୍ରତ୍ୟେକ ୱାର୍ଡ ସହିତ ଆମେ ମିଶିକିରି କରୁଥିଲୁ। ମିଶ୍ରିତ ଭାବନା ଥିଲା। ତାମାନେ ଶବ୍ଦମୟ ହେଇଯାଉଥିଲ ତୁମେ, ତୁମର ସତ୍ତା ଆଉ ରହୁନଥିଲା। ତୁମେ କ'ଣ କହୁଛ? ମୁଁ ଶରୀର ଅଛି, ମୁଁ କହୁଛି। ବୁଝିଲେ? ତୁମେ ଯେତେବେଳେ ସୁଭାବନା କରୁଛ, ତୁମେ କହୁଛ ମୁଁ କହୁଛି, ମାନେ ମୋର ପରିଚୟ ନେଇକିରି ସେ ଶବ୍ଦଟାକୁ ଆଗରେ ରଖୁଥିଲ। ମାନେ ଶବ୍ଦ ଅଲଗା ଥିଲା, ତୁମେ ଅଲଗା ଥିଲ। ବୁଝନ୍ତୁ ମୋ କଥା ଭଲ ଭାବରେ। ସେଠି କ'ଣ ଥିଲା? ତୁମେ ଶବ୍ଦ କହୁଛ, ଶବ୍ଦଟାକୁ ଅଲଗା କରୁଥିଲ। ତୁମେ ଅଲଗା କହୁଥିଲ। ତୁମେ କହୁଛ ବୋଲି ନିଜକୁ ଜାଣୁଥିଲ। ଧରାଯାଉ ନିରଞ୍ଜନ କହିଦେଲ ବା ଜଗଦୀଶ୍ୱର କହିଦେଲ। ଜଗଦୀଶ୍ୱରଟା ବାହାରେ ରହିଗଲା, ତୁମେ ଆଉ ଗୋଟେ ଜାଗାରେ ରହିଗଲ। ଡିଫରେନ୍ସ ହେଇଗଲା। ଯଦିଓ ତୁମ ପାଖରୁ ଶବ୍ଦ ବାହାରିଲା, ସେ ଶବ୍ଦଟା ପାର୍ଥକ୍ୟ ଅନୁଭବ କରିକି ତୁମେ କହୁଥିଲ ବା ଆମେ କହୁଥିଲୁ ପ୍ରଥମ। ଆସ୍ତେ ଆସ୍ତେ କ'ଣ ହବ ନା, ସେ ଶବ୍ଦଟା, ଶବ୍ଦ ଅଲଗା, ତୁମେ ଅଲଗା। କିନ୍ତୁ ଯେତେବେଳେ ଶବ୍ଦଟା କହିବ, ତୁମେ ଶବ୍ଦମୟ ହେଇଯିବ। ଯେତେବେଳେ ସେ ସାଧନଟା ବଳଶାଳୀ ହବ ବା ଏଇ ଯୋଉ ସୁଭାବନାଟା ବଳଶାଳୀ ହବ, ସେ ଶବ୍ଦଟା ତୁମେ ହେଇଯିବ, ଆଉ ତୁମ ଶରୀର ରହିବନି। ଏଇଟା ଟିକେ ଭିତରକୁ ଭାବନା କରନ୍ତୁ, ଡେପ୍ଥ ଭାବନା କରନ୍ତୁ ମୁଁ କ'ଣ କହୁଛି, ନହେଲେ ବୁଝିପାରିବେନି। ତୁମେ ଯେତେବେଳେ କହୁଥିଲ ଶବ୍ଦଟାକୁ, ଗୋଟିଏ ଶବ୍ଦ
ଧରାଯାଉ ଜଗଦୀଶ୍ୱର କହୁଥିଲ, ଜଗଦୀଶ୍ୱର ଅଲଗା ଥିଲା, ତୁମେ ଅଲଗା ଥିଲ। ତମ ପାଖରୁ ବାହାରିଲେ ବି ସେ ଶବ୍ଦଟା ଅଲଗା ଜଣାପଡ଼ୁଥିଲା। କିନ୍ତୁ ଯେତେବେଳେ ଏଇଟା ପ୍ରଗାଢ଼ ରୂପ ନେବ, ତୁମର ଭାବନାରେ ଆସ୍ତେ ଆସ୍ତେ ଭାବନାଟା କେନ୍ଦ୍ରୀଭୂତ ହେବ, ସାଧନ କ୍ରମ ହଉ ବା ଯମ ନିୟମରୁ ଆସୁ ବା ଯେମିତି ଆସୁ, ଯମ ନିୟମର ପାଳନ ନ କଲେ ତ ହେବନି। ଯମ ନିୟମରୁ ଆସିବ, ସାଧନର ପ୍ରତ୍ୟେକ ଦିନର ସାଧନର ଅଭିଜ୍ଞତା ଆସିବ, ଖାଦ୍ୟର ଅଭିଜ୍ଞତା ଆସିବ, ଜ୍ଞାନ ଯୋଗ ହେଇଯାଇଥିବ ସେତେବେଳକୁ। ଜ୍ଞାନ ସମାଧି, ଜ୍ଞାନ ସମାଧି ମାନେ ଯେତେବେଳେ ଯେଉଁ ଶବ୍ଦ ପଢ଼ୁଥିବ ସେଇ ଶବ୍ଦରେ ତୁମେ ମିଶି ଯାଉଥିବ, ଆଉ କିଛି ନଥିବ। ଧର ଶ୍ରୀମୁନିଙ୍କ ସାହିତ୍ୟ ପଢ଼ୁଥିବ, ଶ୍ରୀମୁନିଙ୍କ ପ୍ରତ୍ୟେକ ସେଣ୍ଟେନ୍ସରେ ତୁମେ ମିଶି ଯାଉଥିବ, ଏଇଟା ଜ୍ଞାନ ସମାଧି। ମାନେ ଆଉ କିଛି ଦେଖାଯାଉନଥିବ, ସେଇ ଜ୍ଞାନ ସହିତ ମିଶିଯିବ, ସେଇ ଶବ୍ଦ ୱାର୍ଡ ସହିତ ମିଶିଯିବ। ଆଉ ନୂଆ ନୂଆ ମାନେ ଆଗକୁ ଆଗକୁ ପଢ଼ିବା ପାଇଁ ଇଚ୍ଛା ହେଉଥିବ, କ'ଣ ଅଛି କ'ଣ ଅଛି କ'ଣ ଅଛି ଏସବୁ ଆକାଂକ୍ଷା ଥିବ। ସେଗୁଡ଼ା କିଛି ଦିନ ହେଲା ପରେ ଏଇ ଯେଉଁ କହିଲେ ଜଗଦୀଶ୍ୱର ହମ୍ ଯେଉଁ ଶବ୍ଦ ବା ଯେଉଁ ୱାର୍ଡଟା ଆଗେ ରହୁଥିଲା, ତୁମେ ପଛରେ ରହୁଥିଲ ବା ଅଲଗା ଅଲଗା ରହୁଥିଲ, ତୁମେ ଜଗଦୀଶ୍ୱର ହେଇଯିବ, ଆଉ ଶରୀର ନଥିବ। ବୁଝିଲେ? ଆସ୍ତେ ଆସ୍ତେ ତୁମେ ଜଗଦୀଶ୍ୱର ହେଇଯିବ, ମାନେ ଶବ୍ଦମୟ ହେଇଯିବ ସେଠି, ଆଉ ଶରୀରମୟ ନଥିବ, ଶରୀରର ଭାବନା ନଥିବ ସେଠି। ମାନେ ଶରୀର କହୁଛି, ତୁମେ ଜାଣିପାରିବନି। ସେତେବେଳକୁ କହିଦେଲ ଥରେ, ତୁମେ ସେଇ ଜଗଦୀଶ୍ୱରର ରୂପଟା ନେଇଯାଇଥିବ, ଶରୀର କାଟି ଦେଇକରି। ବୁଝନ୍ତୁ, ଏଇଟା ବହୁତ ଭଲ ଭାବରେ ବୁଝନ୍ତୁ ମୋ କଥା। ମାନେ ଜଗଦୀଶ୍ୱର ଗୋଟେ ଅଲଗା, ଆଉ ତୁମେ ଅଲଗା ଥିଲ। ତୁମ ଶରୀରଟା କନଭର୍ଟ ହେଇଯାଇଥିବ ସେତେବେଳେ ଜଗଦୀଶ୍ୱର ଉପରକୁ। ମାନେ ଏତେ ଶବ୍ଦ ସହିତ ତମେ ମିଶି ଯାଇଥିବ। ଯେମିତି ତୁମେ ରାଗିଲେ ତୁମ ଶରୀର କମ୍ପନ ହଉଛି କି ନାହିଁ? ରାଗଟା ଅଲଗା, ତୁମେ ଅଲଗା, କିନ୍ତୁ ତୁମେ ରାଗମୟ ହେଇଯାଉଛ, ପୁରା ପୂର୍ଣ୍ଣ ଭାବରେ ରାଗି ଯାଉଛ, କ୍ରୋଧିତ ହେଇଯାଉଛ, ସେତେବେଳେ ଶରୀର କମ୍ପନ ସୃଷ୍ଟି ହଉଛି। ଇଏ ଜିନିଷ ସେଇଆ। ତେଣୁ ଯେତେବେଳେ ଜଗଦୀଶ୍ୱର କହୁଛ, ମାନେ ପୂର୍ଣ୍ଣ ଜଗତର ଈଶ୍ୱର ତୁମେ, ତାର ସବୁ ସିମ୍ପଟମ୍, ସବୁ କ୍ୟାରେକ୍ଟରିଷ୍ଟିକ୍ସ ଯେତେ ସବୁ ରହିଛି, ସବୁ ଯାକ ତୁମ ଭିତରେ ସମାହିତ ହେଇଯିବ ସେଇ ଶବ୍ଦ ଭିତରେ, ତୁମ ଶରୀରରେ। ବୁଝିଲେ? ଧର ଗୋଟେ ଛୋଟ ଉଦାହରଣ ଆଣିବା, ଆଉ ଟିକେ ଛୋଟ କରିଦେବା। ତୁମେ ଯଦି କହିଥାନ୍ତ ମୁଁ ରାଜା, ସେଗୁଡ଼ା ନ କହିଥାନ୍ତ ମୁଁ ରାଜା, ମାନେ ରାଜାର ପୋର୍ଟଫୋଲିଓ ଯାହା ରହିଛି, ରାଜାର ସିଂହାସନ ରହିଛି, ରାଜଗାଦି ରହିଛି, ରାଜ ସଭା ରହିଛି, ରାଜକୀୟ ପରିବାର ଅଛନ୍ତି। ତୁମେ ଯେତେବେଳେ ରାଜା ବୋଲି ନିଜକୁ ମେସେଜ କରିବ, ଏ ଶରୀର ନଥିବ, ରାଜାମୟ ହେଇଯିବ। ମାନେ ରାଜାର ବିଚାରଧାରା, ରାଜାର କର୍ତ୍ତବ୍ୟ ସବୁ ତୁମ ଭିତରେ ମିଶିଯିବ ଆସିକି। ସେମିତି ଯେତେବେଳେ କହୁଛ, ଯେମିତି ରାଜାର ସୈନ୍ୟ, ରାଜାର ରାଜ୍ୟ, ଏଣ୍ଟାର ରାଜ୍ୟର ତୁମ ମାଲିକ ବୋଲି ମେସେଜ କରିବ, ଅନୁଭବ କରୁଥିବ ସେ ଶବ୍ଦ ସହିତ। ସେମିତି ଏକ୍ଜାକ୍ଟ ସେମିତି ଜଗଦୀଶ୍ୱର କହିଲା ବେଳକୁ, ମାନେ ଏଣ୍ଟାର ଜଗତର ତୁମେ ଈଶ୍ୱର ବୋଲି ତୁମ ଭିତରେ ସମାହିତ ହେଇଯିବ। ଜଗତର ଈଶ୍ୱର ବୋଲି ତୁମେ ଅନୁଭବ କରିବ, ସେ ଶବ୍ଦରେ ମିଶିଯିବ, ହଜିଯିବ, ଆଉ ଏଇଟା ନଥିବ। ଏ ଶରୀର ଥିଲେ ବି ତମକୁ ଜଣା ପଡ଼ିବନି, କାରଣ ତୁମେ ଗୋଟିଏ ଭାବନାରୁ ଆଉ ଗୋଟେ ଭାବନାକୁ ପଳେଇଲ ନା। ତୁମେ ଆଉ ହରିରାମ ଗୋପାଳ ହେଇକି ରହିଲନି। ହରିରାମ ଗୋପାଳ ତୁମ ନାଁ ଥିଲା, ସିଏ ସେଇଠି ରହିଗଲା। କି ତୁମେ କାହାର ପୁଅ ବୋଲି ସେଇଠି ରହିଗଲା। ତୁମର ଶିକ୍ଷାଗତ ଯୋଗ୍ୟତା ସେଇଠି ରହିଗଲା, ତୁମର ସାଧନ କ୍ରମ ବି ସେଇଠି ରହିଗଲା।
ତୁମେ କେଉଁ ସ୍ଥିତିରେ ଅଛ ବି ଭୁଲି ଯିବାଟା ମାନେ ସ୍ଥିତିଟା ରହିଗଲା। ତୁମେ ସାଧନ କରୁଛ ବୋଲି ଜଣାପଡ଼ିବନି ସେଠି, କାରଣ ତୁମେ ଜଗଦୀଶ୍ୱର କହୁଛ। ସେ ଜଗତର ଈଶ୍ୱର ସହିତ ତୁମେ ବା ସେ ଶବ୍ଦ ସହିତ ତୁମେ ମିଶିଗଲ ପୂର୍ଣ୍ଣ ଭାବରେ, ବା ସେ ଶବ୍ଦଟା ପୂର୍ଣ୍ଣ ଭାବରେ ତୁମ ଶରୀରକୁ ଆଚ୍ଛାଦନ କରି ରଖିଲା। ତୁମେ ବର୍ଷାରେ ଭିଜୁଛ, ତୁମକୁ ଅନୁଭବ ହଉନି କି ମୁଁ ବର୍ଷାରେ ଭିଜୁଛି ବୋଲି? ପୁରା ଆର୍ଦ୍ରତା ଆସୁନି କି? ବର୍ଷାର ଆର୍ଦ୍ରତା, ପାଣିର ସ୍ପର୍ଶ ମୁଣ୍ଡ ଠାରୁ ଗୋଡ଼ ପର୍ଯ୍ୟନ୍ତ ପୂର୍ଣ୍ଣ ଭାବରେ ଭିଜି ଯାଉଛ, ଆଉ କିଛି ନାହିଁ। ସେଇ ବର୍ଷାର ଭିଜିବାଟା ତୁମେ ଅନୁଭବ କରୁଛ, ମୁଁ ବର୍ଷାରେ ଭିଜୁଛି। ସେମିତି ଏଠି ଯେଉଁ ଜଗଦୀଶ୍ୱର ଅହମର ଶବ୍ଦରେ ବା ଯେଉଁ ସ୍ପର୍ଶରେ, ଯେମିତି ବର୍ଷାର ସ୍ପର୍ଶ, ସେମିତି ଜଗଦୀଶ୍ୱରର ସ୍ପର୍ଶରେ ତୁମେ ଭିଜିଯିବ ପୁରା। ଯେମିତି ଅଗ୍ନି ଉତ୍ତାପ ଅଗ୍ନି ଜଳୁଛି ତୁମ ଆଗରେ, ତା ଉତ୍ତାପ ତୁମକୁ ସ୍ପର୍ଶ କରୁଛ, ଉତ୍ତାପଟା ଲାଗୁଛି କି ନାହିଁ? ତାତ ଶୀତ ଦିନେ ସବୁ ନିଆଁ ପୁଅନ୍ତି, ଲଗେଇ ଦେଇକି କୁଟା ସବୁ ଜାଳନ୍ତି, ବସିକି ତା ଚାରିପଟରେ ଗାଁରେ ସବୁ ନିଆଁ ପୁଅନ୍ତି। ସେ ନିଆଁର ତାପ ତାଙ୍କ ଠାଇଁ ବାଜେ। ସେମିତି ଜଗଦୀଶ୍ୱର ତାପ, ଜଗଦୀଶ୍ୱରର ଯେଉଁ ଉତ୍ତାପ ତୁମକୁ ସ୍ପର୍ଶ କରିବ ଶରୀରକୁ। ଯେମିତି ଅଗ୍ନି ସ୍ପର୍ଶ କରୁଛି, ଯେମିତି ବର୍ଷା ସ୍ପର୍ଶ କଲା, ସେମିତି ସେ ଶବ୍ଦର ଆକାରଟା, ଶବ୍ଦର ବାସ୍ତବତା ତୁମକୁ ସ୍ପର୍ଶ କରିବ ସେଠି। ତାମାନେ ତୁମେ ଜଗଦୀଶ୍ୱର ସେଇଠି ହେଇଗଲ, ଆଉ ଟାଇମ୍ ଲାଗିବନି, ପରେ ହବ ବୋଲି। ସେମିତି ନିରାମୟ ଅହମ୍ ଯେତେବେଳେ କହିବ, ନିରାମୟର ସ୍ପର୍ଶରେ ତୁମେ ହଜିଯିବ। ରୋଗ ଥାଇକିରି ନିରାମୟ ହେଇଯିବ ସେଠି, ସେ ଶବ୍ଦରେ ନିରାମୟ ହେଇଯିବ, ସେ ଭାବନାରେ ନିରାମୟ ହେଇଯିବ। ଆଉ ଦୂର ନୁହେଁ, ପଛରେ ହବ ନୁହେଁ, ସେଇଠି ସେଇ ତତ୍କ୍ଷଣାତ ହେଇଯିବ। ମାନେ ଭିଜିଗଲ ବା, ବର୍ଷାର ସ୍ପର୍ଶରେ ଯେମିତି ଭିଜିଲ ତତ୍କ୍ଷଣାତ, ସେମିତି ନିରାମୟର ସ୍ପର୍ଶରେ ଭିଜିଯିବ, ସାଙ୍ଗେ ସାଙ୍ଗେ ଭିଜିଯିବ। କେତେ ଚମତ୍କାର ଦେଖନ୍ତୁ ସେ ଶବ୍ଦର ମାନେ ଭାବଟା, ତମର ଭାବନାର ଭାବ। ତା ପୂର୍ବରୁ ଜାଣି ନେଇଥିବ ନା ମୁଁ କେମିତି ଜଗଦୀଶ୍ୱର, ତା ପୂର୍ବରୁ ଜାଣି ନେଇଥିବ ନା ମୁଁ କେମିତି ନିରୋଗ ହେଇପାରିବି। ସେଥିପାଇଁ ଜ୍ଞାନର ଆବଶ୍ୟକତା ରହିଛି ତା ସହିତ, ବୁଝିଲେ? ବିନା ଜ୍ଞାନରେ ଏଇଟା ଆସିବନି। ନହେଲେ ଜଗଦୀଶ୍ୱର କହୁ କହୁ ତୁମେ କହୁ ଜଗତର ଈଶ୍ୱର ମୁଁ କେମିତି, ଗଲା, କଟିଗଲା ସବୁ। ଅମୃତ କୁଣ୍ଡରେ ବିଷ ଗୋଟେ ପଡ଼ିଗଲା। ନିରାମୟ ଅହମ୍ ନିରାମୟ, ମୁଁ ତ ଟାବଲେଟ୍ ଖାଇବିନି, ଡାକ୍ତର ପାଖକୁ ଯିବିନି, ଏ ଶରୀର ତ ବ୍ୟାଧିଗ୍ରସ୍ତ, ମୁଁ ନିରାମୟ କେମିତି ହେବି? ଏଇ ଭାବନାରେ ହେଇପାରିବେ କି? ଗଲା, ଅମୃତ କୁଣ୍ଡରେ ଗୋଟେ ଡ୍ରପ୍ ପଇଲା, ଆଉ ହବନି ତ। ଯଦି ଏ ଭାବନା ନ ଆସୁଛି, ମିଶ୍ରିତ ଭାବନା ନ ଆସୁଛି, ତାହେଲେ ତମେ ଜାଣିକି ନିରୋଗ ହେଇଗଲ, ଜାଣ। ତତ୍କ୍ଷଣାତ ନିରୋଗ ହେଇଯିବ, ତତ୍କ୍ଷଣାତ ଜଗଦୀଶ୍ୱର ହେଇଯିବ। ଜଗତର ଈଶ୍ୱର ନୁହେଁ ଯେ ତୁମେ ସବୁ ଦେଶର ପ୍ରଧାନମନ୍ତ୍ରୀ ତୁମେ ହେଇଯିବ, ବୁଝିଲେ? ଜଗଦୀଶ୍ୱର ଅର୍ଥ ନୁହେଁ ଯେ ତୁମେ ସବୁ ଦେଶର ପ୍ରଧାନମନ୍ତ୍ରୀ ତୁମେ ହବ। ଜଗଦୀଶ୍ୱର ଅର୍ଥ ହଉଛି ତୁମେ ସାରା ବିଶ୍ୱ ଜଗତର ଈଶ୍ୱର। ତାମାନେ ତୁମେ ଯେଉଁ ପ୍ରକୃତି ରହିଛି ବା ଯେଉଁ ଶକ୍ତି ରହିଛି ସାରା ବିଶ୍ୱକୁ ନିୟନ୍ତ୍ରଣ କରୁଛି, ସେ ଶକ୍ତି ସହିତ ତୁମେ ମିଶିଯିବ। ଏ ପ୍ରଧାନମନ୍ତ୍ରୀ ହବା ଛୋଟ କଥା ହେଇଯିବ ସେଠି। ଜଗଦୀଶ୍ୱର ମୁଁ ଶକ୍ତି ସାମର୍ଥ୍ୟରେ ଯୁକ୍ତ,
ସୁଶକ୍ତି ସାମର୍ଥ୍ୟ, ତା ଅର୍ଥ ମୁଁ ଶକ୍ତି ସାମର୍ଥ୍ୟରେ ଯୁକ୍ତ, ମାନେ ମୋ ପାଖରେ ଉତ୍ତମ ଶକ୍ତି ରହିଛି। ତାମାନେ ଯେଉଁ ରୋଗର ରହିଛି ଭାବନା, ରୋଗଟା ତତ୍କ୍ଷଣାତ୍ ସେଇଠି କଟିବ, ଆସ୍ତେ ଆସ୍ତେ କଟିବ। ଯଦି ପ୍ରତ୍ୟେକ ଦିନ ଏଇ ଶବ୍ଦ ବ୍ରହ୍ମକୁ ଥଉଥିବ ତୁମ ଉପରେ, ଶବ୍ଦ ସଂରଚନା କରୁଥିବା ଶୁଭ ଭାବନାରେ, ଶୁଭ ଭାବନା କେବେ ଅଶୁଭ ଭାବନା ହବନି। ଯଦି ଅଶୁଭ ଭାବନା ହବ ତାହେଲେ ତୁମର ଭାବନା ମିଶିଗଲା, ଅଶୁଭ ସହିତ ଶୁଭ ମିଶିକିରି ଚାଲିଲା, ଦିଟାଙ୍କ ପାରାଲାଲ ହେଇକରି। ତେଣୁ ଯେତେ ଅଶୁଭ ଭାବନା ଅଛି ତା ସହିତ କେବେ ନେଗେଟିଭ ଭାବନା ଆଣିବନି। ଶୁଭ ଭାବନା କଲାବେଳେ ମୁଁ ଜଗତର ଈଶ୍ୱର, ମାନେ ମୁଁ ଜଗତର ଈଶ୍ୱର, କନଫର୍ମ ଡିଟରମିନେସନ ହେଇଯିବ। ଗୋଟିଏ ଡିଟରମିନେସନ ହେଇଯିବ, ଯୋଉ ଶବ୍ଦ ମୁଁ କହୁଛି ସେଇ ଶବ୍ଦ ମୁଁ, ଆଉ କିଛି ନାହିଁ। ଗୋଟିଏ କଣ୍ଡିସନ, ଗୋଟିଏ କଣ୍ଡିସନ। ଯଦି ଏଇ କଣ୍ଡିସନ ତୁମ ପାଖରେ ଆଭେଲେବୁଲ ହେଇଗଲା, ଯାହା କହୁଛ ସେଥିରେ ନେଗେଟିଭ କିଛି ଆସୁନି, ଜାଣିବ ତୁମ ସେୟା ହେଇଗଲା। ଆଉ ଅଳ୍ପ ବାଟ କଣ୍ଟିନ୍ୟୁ କରିବ, ତା ଅର୍ଥ ନୁହେଁ ଆଜି କହିଦେଲ ସରିଗଲା। ତାପର ଦିନ ସେଇ ବ୍ରାହ୍ମ ମୁହୂର୍ତ୍ତରୁ ଉଠି କହିବ ମୁଁ ଜଗଦୀଶ୍ୱର, ମୁଁ ଜଗତର ଈଶ୍ୱର। ତାପର ଦିନ ଉଠି କହିବ। ଏମିତି 15 ଦିନ କହିବ, ଗୋଟେ ପକ୍ଷ ହେଇଗଲା, ଦ୍ୱିପକ୍ଷ ହେଇଯିବ ମାସେ, ମାସରେ ସମାପ୍ତ ନୁହେଁ, 3 ମାସ କହିବ। 3 ମାସ କହିଲା ବେଳକୁ ରକ୍ତ ଚେଞ୍ଜ ହେଇଯାଇଥିବ ସମ୍ପୂର୍ଣ୍ଣ। 3 ମାସରେ 90 ଦିନରେ ତୁମ ରକ୍ତ, ଯୋଉ ରକ୍ତ ଥିଲା ପୂର୍ବ ଦିନ, ଯୋଉଦିନ କହିଥିଲ ପ୍ରଥମ ଦିନ, ସେ ରକ୍ତ 90 ଦିନ ପର୍ଯ୍ୟନ୍ତ କଣ୍ଟିନ୍ୟୁ କରିବ, ତାପରେ ନଷ୍ଟ ହେଇଯିବ। ତା ଯେ ପୁରୁଣା ରକ୍ତ ଥିଲା, 50ଟା ଭାବନାର ରକ୍ତ ଥିଲା, ମୁଁ ଗରିବ, ମୁଁ ଦୁର୍ବଳ, ମୁଁ ଜଗଦୀଶ୍ୱର ନୁହେଁ। ବୁଝିଲେ? ଏଇ ଯୋଉ ରକ୍ତ ସହିତ ତୁମର ଭାବନା ମିଶିଥିଲା, ସେଇଟା 90 ଦିନ ପର୍ଯ୍ୟନ୍ତ କଣ୍ଟିନ୍ୟୁ କରିବ। କାରଣ ପୂର୍ବର ଭାବନା ପଳେଇ ଆସିଛି, ତେଣୁ 90 ଦିନ କଲା ପରେ ସେ ନଷ୍ଟ ହେଇଯିବ, ସେ ରକ୍ତ ଆଉ ନଥିବ, ତାଜା ରକ୍ତ ହେଇଯିବ ପୁରା। ମାନେ ଯୋଉ ରକ୍ତଟା ପ୍ରବାହିତ ହବ ତୁମ ଭିତରେ, ସେଇ ରକ୍ତଟା ଏକ୍ଜାକ୍ଟ ଜଗଦୀଶ୍ୱରର ରକ୍ତ ପ୍ରବାହିତ ହବ ତୁମ ଭିତରେ, ଆଉ ସେ ରକ୍ତ ନଥିବ। ଜାଣନ୍ତି କି, ଗୋଟେ ବଡ଼ ଉଦାହରଣ ଦଉଛି। ତୁମେ ଯେତେବେଳେ ପ୍ରଫୁଲ୍ଲିତ ହଉଛ, ଆନନ୍ଦରେ ଠୋ ଠୋ ହସୁନ କି ବେଳେ ବେଳେ, ବା କିଛି ଗୋଟେ ଜୋକରେ, ଘର ଭିତରେ କିଛି ଗୋଟେ ଜୋକ୍ ହେଲା, ବାପା କ'ଣ କହିଦେଲେ ଖୁସିରେ, କି ମା କ'ଣ କହିଦେଲା, କି ଭଉଣୀ କ'ଣ କହିଦେଲା, କି ଭାଇ କ'ଣ କହିଲା, ତମେ ଖୁସିରେ ହସୁନ କି? ତୁମେ ଜାଣିନ ସେ ହସର ରହସ୍ୟ, ଭିତର ବଡ଼ିର ରହସ୍ୟ କ'ଣ ହେଉଛି ତୁମେ ଜାଣିପାରିବନି। ମୁଁ କହିଦେଉଛି ଖୋଲିକି, ମାନେ ହଜାର ହଜାର ଅଗ୍ନି, ହଜାର ହଜାର ପ୍ରସ୍ଫୁଟିତ ରକ୍ତ, ମାନେ ଲାଇଟେଡ୍ ହେଇକି ଖେଳିଯିବ ସାରା ବଡ଼ିରେ। ତାକୁ ଗଣି ପାରିବନି, ସେ ଯୋଉ ସ୍ଫୁଲିଙ୍ଗଟାକୁ, ମାନେ ବିଛାଡ଼ିତ ଯୋଉ ହଉଛି ରକ୍ତର ଲାଇଟଟା, ସେଟା ସାରା ଏଣ୍ଟାୟାର ଶରୀର ଭିତରେ ଖେଳିଯିବ ସାଙ୍ଗେ ସାଙ୍ଗେ। ତ ହସିଲା ମାତ୍ରେ ହିଁ ଖେଳିଲା। ତୁମେ ଜାଣିନ ହସରେ କେମିତି କନେକ୍ସନ ଅଛି ତା ଭିତରେ, ଆନନ୍ଦର ଉତ୍ସ କେମିତି କନେକ୍ସନ ହଉଛି ବଡି ଭିତରେ, ସେ ଅଟୋମେଟିକ ଫ୍ଲୋ ହେଇଯିବ, ତୁମେ ଅଜାଣତରେ ହେଇଯିବ। ତୁମେ ହସୁଛ ନା, ଆଜି ହସୁଛି ଅନକଣ୍ଡିସନାଲ ହାପିନେସ୍ ନା, କିଛି ରଖୁଛି କି? ଭଉଣୀ କ'ଣ କହିଦେଲା, ତାକୁ ଜୋକ୍ ଲାଗିଲା, ହସିଦେଲା, ସେଠି କଣ୍ଡିସନ କିଛି ଥିଲା କି? ମୁଁ ହସୁଛି, ମତେ ଏଇଟା ଦବୁ, କିଛି ନଥିଲା, ଠୋ ଠୋ ହେଇ ହସିଦେଲା। ଜଣେ ଖୁସିରେ ବି ହସେ, ଜଣେ ଶବ୍ଦ ଶୁଣିକିରି ଜଣେ ହସି ପକାଏ, ଜଣେ କାହାର କ'ଣ ଦେଖିକିରି ହସି ପକାଏ। ବୁଝିଲେ? କେମିତି କ'ଣ ଗୋଟେ ହସଟା, ଆନନ୍ଦଟା ଆସିଯାଏ, ଫ୍ଲୋ, ନ୍ୟାଚୁରାଲ ଫ୍ଲୋ ଆସେ। ସେ ନ୍ୟାଚୁରାଲ ଫ୍ଲୋଟା ତୁମ ଶରୀରର ପ୍ରତ୍ୟେକ କଣିକାକୁ ହଲେଇ ଦେବ, ପୁରା ଆନନ୍ଦର ସ୍ରୋତରେ ହସିଯିବ। ତୁମ ହସଟା ପ୍ରଭାବ ପଡ଼ିବ ଲାଇଟ୍ ଉପରେ, ଶରୀର ଲାଇଟ୍ ଉପରେ, ରକ୍ତ ଉପରେ, ମାଂସପେଶୀ ଉପରେ, ବୋନ୍ ଉପରେ, କଣିକା ଉପରେ, ସବୁ ଉପରେ ପ୍ରଭାବ ପଡ଼ିବ।
ଏଭ୍ରି ଏନର୍ଜି ଏଭ୍ରି ସୋର୍ସ ଅଫ୍ ଏନର୍ଜି ଯେଉଁ ଅଛି ତାପରେ ପ୍ରଭାବ ପଡ଼ିବ। ତୁମେ ଜାଣିନ ଏ କଥା, ତୁମେ ହସିଦେଲ, କିନ୍ତୁ ତା ଭିତରେ କ'ଣ ହେଉଛି ତୁମେ ଜାଣିନ। ମୁଁ ଖୋଲିକିରି କହିଲି ଆଜି। ସେମିତି ଯେତେବେଳେ ନିରାଶ ହେଇଯାଉଛ, ମୁଣ୍ଡରେ ହାତ ଦେଇ ବସୁଛ, ପାଟିରେ ଗାଲରେ ହାତ ଦେଇ ବସିଗଲ, ସେଇଠି କ'ଣ ହେଲା, ସେଇ ଯେଉଁ ଫ୍ଲୋ ହଉନଥିଲା କି ସିଏ ଜାକି ହେଇଯିବ, ପୁରା ପୁରା ସଂକୁଚିତ ହେଇଗଲା। ନିରାଶର ଭାବ, ଅନିଶ୍ଚୟତାର ଭାବ, ଭୟର ଭାବ ତୁମ ଶରୀରଟାକୁ ସଂକୁଚିତ କରିଦିଏ। ସେଇ ଲାଇଟ୍ ଗୁଡ଼ା ସଂକୁଚିତ ହେଇଗଲା, ଆଉ ଫ୍ଲୋ ହେଲା ନା। ଆଉ ନର୍ମାଲ କଣ୍ଡିସନ୍ ଯେମିତି ଆମେ ବର୍ତ୍ତମାନ ବସିଛେ, ନା ଆନନ୍ଦ ଅଛି ନା ନିରାଶ ଅଛି, କିଛି ନାହିଁ, ମିଡିଲ ପୋର୍ସନ ରହିଲା ସେ ଲାଇଟ୍ ଗୁଡ଼ିକ। ଶକ୍ତିର କଣିକା ଯେଉଁ ଲାଇଟ୍ ଆମେ କହୁଛେ, ସେ ଲାଇଟେଡ୍ ବଡି ଗୁଡ଼ିକ ସବୁ କିଛି ନାହିଁ। ତେଣୁ ଶକ୍ତିର କଣିକାଟା ସ୍ଥିର ହେଇଗଲା, ଯେମିତି ଆଜ ୟୁଜୁଆଲ ଚାଲୁଛି ଚାଲୁଛି, ନା ଓଭରଫ୍ଲୋ ହେଉଛି ଆନନ୍ଦଟା, ନା ନିରାଶ ଓଭରଫ୍ଲୋ ହେଉଛି, କିଛି ନାହିଁ, ସ୍ଥିର। ସେଇଥିପାଇଁ ମୁଁ ବାରମ୍ବାର କହେ, ତମେ ଆନନ୍ଦିତ, ଅନକଣ୍ଡିସନାଲ ହାପିନେସରେ ହସ, କିଛି କଣ୍ଡିସନ ରଖନା। ମୁଁ ଚାକିରି ହେଲେ ହସିବି, ଚାକିରି ହେଲେ ଆନନ୍ଦିତ ହେବି, କେବେ ରଖନା। ପିଲା ହେଲେ ଆନନ୍ଦିତ ହେବି, ଆଗେ ଆନନ୍ଦିତ ହଉନା, ପିଲା ଅଟୋମେଟିକ ହବ। କାରଣ ଏବଂ ଫଳ, ପରିଣାମ ହେଉଛି ପିଲା ଜନ୍ମ ହେବା, ଆଉ କାରଣ ହେଉଛି ହସିବା, ଆନନ୍ଦିତ ରହିବା। ତମେ ଆନନ୍ଦିତ ରହିଲେ ବି ପରିଣାମ ସେଇଟା ହେଇଯିବ, ଫ୍ଲୋ ହବ ତୁମ ଭିତରେ ନା। ଚାକିରି ହବା ପୂର୍ବରୁ ଆନନ୍ଦିତ ରୁହ, ଅଟୋମେଟିକ କାରଣଟା ଯଦି ପରିଣାମ ସହିତ ସମ୍ପୃକ୍ତ ରହିଛି, ତାହେଲେ କାରଣ ବି ପରିଣାମକୁ ଟାଣି ଆଣିବ। ସେଇଥିପାଇଁ ମୁଁ କହୁଛି, ପ୍ରତ୍ୟେକ ଦିନ ପ୍ରତି, ମୁଁ ବହୁତ ଟେଲିଫୋନ କରୁଛନ୍ତି ମୋ ପାଖକୁ, ଏଇ ଆନନ୍ଦରେ ରହିବା, ଆଉ କେନ୍ଦ୍ରରେ ରହିବା, ଆକାଶ ତତ୍ତ୍ୱ, ବିଭିନ୍ନ ଟେଲିଫୋନ କରୁଛନ୍ତି, କହିଲେ ବାବା ଏଇଟା ଠିକ ଆମକୁ ଲାଗୁଛି, ଗୁରୁଜୀ ଭଲ ଲାଗୁଛି, ଏଗୁଡ଼ା ସବୁ ବହୁତ ମାନେ ଭିତରକୁ ନେଇଯାଉଛି ଆମକୁ। ତେଣୁ ଏ ରହସ୍ୟ ଜାଣନ୍ତୁ, ମୁଁ କହିଦେଲି ତ ଗୋଟେ ଖୋଲିକିରି, ତୁମେ ଯେତେ ଆନନ୍ଦିତ ହବ ସେତେ ଫ୍ଲୋ ବଢ଼ିବ ତୁମ ଭିତରେ, ସେତେ ଫ୍ଲୋ ବଢ଼ିବ। ସେମିତି ଶୁଭ ଭାବନା ଯେତେବେଳେ ଯୁକ୍ତ ହେଇଗଲ, ଶୁଭ ଭାବନା କହିଲ ଯେ ମୁଁ ଜଗତର ଈଶ୍ୱର, ମୁଁ ନିରାମୟ, ମୁଁ ଅହଂ ପରବ୍ରହ୍ମ ଯୁବା କୁମାର, ଯୁବା କୁମାରର ରକ୍ତ ବା ଲାଇଟ୍, ନିରାମୟର ଉତ୍ସ ତୁମ ଭିତରେ ଖେଳିବ, ପ୍ରବେଶ କରିବ ତୁମ ଭିତରକୁ। ଅହଂ ପରବ୍ରହ୍ମ ଯୁବା କୁମାର ପ୍ରସନ୍ନ ଆନନ୍ଦମୟ ହୋମାତ୍ମା ବିଶୁଦ୍ଧ ବିଜ୍ଞାନ ଘନତି ନିର୍ମଳ ପୂର୍ଣ୍ଣ ଚିଦାନନ୍ଦମୟ ଶିବ। ପୂର୍ଣ୍ଣ ଚିଦାନନ୍ଦ ରୂପ ହେଇଯିବ। ପତି ପତିନଂ ପରମେଶ୍ୱର ଅହମ୍, ପରମେଶ୍ୱରମ୍ ପତି ପତିନଂ ପରମେଶ୍ୱର ଅହମ୍, ଭୂପସ୍ୟ ଭୂପ ଭୁବନେଶ୍ୱର ଅହମ୍। ଭୁବନେଶ୍ୱର ମାନେ 14 ବ୍ରହ୍ମାଣ୍ଡର ତୁମ ମାଲିକ। ଖାଲି ଗୋଟିଏ ବ୍ରହ୍ମାଣ୍ଡ ନୁହେଁ, ଇଏ ଗୋଟେ ବ୍ରହ୍ମାଣ୍ଡ, ଇଏ ଗୋଟିଏ ବ୍ରହ୍ମାଣ୍ଡ ନୁହେଁ, ଭୁବନେଶ୍ୱର, ଭୁବନ ଈଶ୍ୱର, ଇଏ ଗୋଟେ ଭୁବନ, ଗୋଟିଏ ବ୍ରହ୍ମାଣ୍ଡ, ଏମିତି 14 ବ୍ରହ୍ମାଣ୍ଡର ତୁମ ମାଲିକ। ଭୁବନେଶ୍ୱର ସେଟା କୁହାଯାଉଛି। ଭୁବନେଶ୍ୱର, ଏ ଭୁବନେଶ୍ୱର ନୁହେଁ, ଭୁବନ ଈଶ୍ୱର, ଭୁବନେଶ୍ୱର 14 ବ୍ରହ୍ମାଣ୍ଡର ତୁମ ମାଲିକ। ତେଣୁ ଏଇ ଯେଉଁ ସ୍ୱଭାବନା ଯୁକ୍ତ ହେଇକରି ଭାବନା କରୁଥିବ, ତୁମେ 14 ବ୍ରହ୍ମାଣ୍ଡର ମାଲିକ ବୋଲି ସେଠି ମେସେଜ ହବା ଦରକାର ତୁମ ଭିତରେ। 14 ବ୍ରହ୍ମାଣ୍ଡ। ତୁମେ କହୁଛ ମୋ ଘରେ ତ ମତେ ମାନୁନାହାନ୍ତି, ଯଦି କହିବ
ମୋ ସ୍ତ୍ରୀ ମୋ କଥା ମାନୁନି, ମୋ ସ୍ୱାମୀ ମୋ କଥା ମାନୁନି, ମୋ ପୁଅ ମୋ କଥା ମାନୁନି। ଇଏ ଗଲା ମିଶ୍ରିତ ଭାବନା ପଶିଲା ତା ଭିତରେ। ତମେ କେମିତି 14 ବ୍ରହ୍ମାଣ୍ଡର ମାଲିକ ହେଇପାରିବ? ତେଣୁ ଏ ଯୋଉ ଅଶୁଭ ସଂକଳ୍ପ ଯୁକ୍ତ ଭାବନାକୁ ପରିତ୍ୟାଗ କରିବା ଦରକାର। ସେଟା ଫୋପାଡ଼ିବ, କିଛି ବି ଆଣିବନି, କଣ୍ଡିସନ କିଛି ବି ଆଣିବନି। ବିଶ୍ୱ ବ୍ରହ୍ମାଣ୍ଡ ତୁମେ କେବଳ କଳ୍ପନା କର, ଦେଖିବ ସେଇ କଳ୍ପନାରେ ତୁମେ ସେୟା ହେଇଯିବ। ଯାଦୃଶୀ ଭାବନା ଯସ୍ୟ ସିଦ୍ଧିରି ଭବତି ତାଦୃଶୀ। ତେଣୁ ଯେମିତି ଭାବନା ତୁମର ଆସିବ ସେଇଭଳି ତୁମେ ହେଇଯିବ, ଏକ୍ଜାକ୍ଟ ସେଇଭଳି ହିଁ ହେଇଯିବ। ଏ ଜ୍ଞାନ ତୁମ ଭିତରେ ରହୁ, ଏ ଜ୍ଞାନ ତୁମ ଭିତରେ ରହୁ। ବିନା ଜ୍ଞାନରେ ଶୁଭବାନା ହବନି, ବୁଝିଲେ? ଶୁଭବାନର ମୂଳ ଉତ୍ସ ହଉଛି ମାନେ ତାକୁ ଏକ୍ସିଲରେଟ୍ କରିବା ପାଇଁ ଯୋଉ ରହିଛି ସିଏ ହଉଛି ଜ୍ଞାନ। ତୁମେ କହ ମୋ ପାଖରେ ତ ଅଭାବ ଦେଖା ଦଉଛି, ମୁଁ କେମିତି 14 ବ୍ରହ୍ମାଣ୍ଡର ମାଲିକ ହେଇପାରିବି? ଭୁବନେଶ୍ୱର କେମିତି କହିବି? ତାମାନେ ତୁମେ ପ୍ରକୃତରେ 14 ବ୍ରହ୍ମାଣ୍ଡର ମାଲିକ। ତୁମେ ଭୁଲି ଯାଇଛ ବୋଲି ତୁମେ କହୁଛ ମୁଁ ଗରିବ, ମୁଁ ନିଃସ୍ୱ, ମୁଁ ସାଧାରଣ ଲୋକଟି। ତୁମ ପାଖରେ ହୀରା ପଡ଼ିଛି ବା ତୁମ ପାଖରେ ହୀରା ଅଛି, ତୁମେ ହୀରାକୁ ଦେଖିନ, କେମିତି କହିବ ମୁଁ ହୀରା ଲାଲ ବୋଲି? କୁହ, ତୁମ ପାଖରେ ହୀରା ଅଛି, ତୁମେ ହୀରାକୁ ଦେଖିନ, ତୁମେ କହିପାରିବ କି ହୀରାର ମାଲିକ ମୁଁ? କହିପାରିବନି। ତେଣୁ ଯେତେବେଳେ ଦେଖି ନେଇଯିବ ହୀରା ମୋ ପାଖରେ ଅଛି, ତୁମେ ଆଉ କହିବନି ମୁଁ ଗରିବ ବୋଲି। ଇଏ ଜିନିଷ ସେଇଆ। ଭୁବନେଶ୍ୱର ନ କହିବାର କାରଣ ହଉଛି ତୁମେ ଭୁବନେଶ୍ୱରର ପରିଚୟ ପାଇନ, କିନ୍ତୁ ତୁମ ଭିତରେ ଭୁବନେଶ୍ୱର ହବାର ଶକ୍ତି ଅଛି। ଯେମିତି ଗୋଟିଏ ଅଗ୍ନିସ୍ଫୁଲିଙ୍ଗ ସାରା ବିଶ୍ୱକୁ ଜାଳିଦେବ, ଟିକେ ନାକୁ ଅଗ୍ନିସ୍ଫୁଲିଙ୍ଗ, ପୁଣି ସେ ଲାଲ ନୁହେଁ, ନୀଳ ଲାଇଟ୍, ନୀଳ ଲାଇଟ୍, ବ୍ଲୁ ଲାଇଟ୍, ସେ ସାରା ବିଶ୍ୱକୁ ଜାଳିଦେବ। ତେଣୁ ତୁମ ଭିତରେ ଯୋଉ ଟିକକ ଆତ୍ମା ଶକ୍ତି ଅଛି, ଯୋଉ ପ୍ରାଣ ଶକ୍ତି ଅଛି, ବୁଝିଲେ, ସିଏ ବି ସାରା ବିଶ୍ୱ ପାଇଁ ସଫିସିଏଣ୍ଟ। ତାର ବି ସେ ଶକ୍ତି ଅଛି ହବା ପାଇଁ। କିନ୍ତୁ ଅପରିଚିତ ଯେହେତୁ ତୁମେ ଅଛ, ପ୍ରତିଭା ପ୍ରଭାତି କିଏ? ପ୍ରଭାତି ବନ୍ଦ କର, ବନ୍ଦ କର। ଦେଖିଲେ ଡାଇଭର୍ଟ କେମିତି ହଉଛି? ତମେ ପ୍ରଭାତି ନାଁ କହିଲ, ପ୍ରଭାତି କଥା ଚିନ୍ତା କର, କିଏ ସେ ବ୍ୟକ୍ତି, କୋଉଠୁ କଲା, ପଳେଇଲା ମନ ସେଠି, ଏଗୁଡ଼ା କଟିଗଲା। ଇଏ ଜିନିଷ ସେମିତି ତୁମେ ଯେତେ ଭାବନା କରିବ, ଆତ୍ମକେନ୍ଦ୍ରିକ ଭାବନା କରିବ, ଆତ୍ମାରେ ରହିଯିବ, ଆଉ ସବୁ ଭୁଲିଯିବ, ଅଟୋମେଟିକ ଭୁଲିଯିବ। ତୁମ ପାଖରେ ଯୋଉ ଶକ୍ତି ଟିକକ ଅଛି, ସେଇ ଶକ୍ତି ଟିକକରେ ବି ସଫିସିଏଣ୍ଟ ସାରା ବିଶ୍ୱ ପାଇଁ। ତୁମେ ଦେଖନ୍ତୁ, ସାଧାରଣ ରଞ୍ଜନ ରଶ୍ମି ବା ସାଧାରଣ ଯୋଉ ସୂର୍ଯ୍ୟ ରଶ୍ମି, ଚାଖେଣ୍ଡେ ନୁହେଁ, 4 ଆଙ୍ଗୁଳିର ଲାଇଟଟା, ଖରାଟା ତୁମେ ଏକତ୍ରିତ କରିଦେଲ ଯବକାଚରେ, ସେ ଗୋଟେ ବିନ୍ଦୁ ହେଇଗଲା। ବିନ୍ଦୁ ହେଲା ପରେ ଅଗ୍ନି ହେଇଗଲା, ସେଠି ଜାଳିଦେଲା। କାଗଜଟା ରଖିଦେବ, ଜାଳିଦେବ। ଆମେ ବହୁତ ଇଣ୍ଟରେଷ୍ଟିଂ ଲାଗେ, ଯେତେବେଳେ ପିଲାବେଳେ ପଢୁଥିଲୁ, ଖାଲି ଯବକାଚ ଆଣିକିରି କାଗଜ ଲଗେଇ ପୋଡ଼ିବୁ, କେମିତି ପୋଡ଼ୁଛି, କେମିତି ଢୁ ଢୁ ସେ ଖରାଟା ଏକତ୍ରିତ ହେଇକିରି ଅଗ୍ନି ରୂପ ଧାରଣ କରୁଛି। ପାଠ ପଢିବା ତ ଇଚ୍ଛା ନଥିବ, ଖାଲି ଏଇ କାମ କରିବାକୁ ଇଚ୍ଛା ଥାଏ। କୋଉଠି କ'ଣ ଖେଳଣା ହେଲା, କୋଉଠି ଯନ୍ତ୍ର ବାକ୍ସ ଧରିବା, ଏ କରିବା, ସେ କରିବା, ଏସବୁ ଜିନିଷ। ତେଣୁ ଯବକାଚ ଧରିକିରି ଖାଲି କାଗଜ ପୋଡ଼ି ଦଉ।
ସ୍କୁଲରେ। ଦେଖନ୍ତୁ ମୁଁ କହିବାର କଥା ହେଉଛି ଯେଉଁ 4 ଆଙ୍ଗୁଳିର ଲାଇଟ୍ଟାକୁ ତୁମେ ସଂଗ୍ରହ କର ଗୋଟେ ବିନ୍ଦୁରେ ରଖିଦେଲ ମାନେ ଏକତ୍ରିତ ହେଇଗଲା, ସେଠି କିନ୍ତୁ ଅଗ୍ନି ସ୍ଫୁଲିଙ୍ଗ ହେଉଛି। ସେମିତି ମନ ବହୁତ ଶକ୍ତିଶାଳୀ, ଏ ସୂର୍ଯ୍ୟ କିରଣ ଠାରୁ ବହୁତ ଶକ୍ତିଶାଳୀ। ତୁମେ ଏକତ୍ରିତ କରିଦେବ। କାହା ଦ୍ୱାରା ଏକତ୍ରିତ କରିବ? ନିଜର ଭାବନା ଦ୍ୱାରା। ବାସ୍ ଯୋଉଠି ଲଗେଇଦେଲ ସେ ଜାଳିବ, ସେ ଜାଗାଟା ଆଉ ରହିବ କି? ଲଗେଇଦେଲ, କ୍ୟାନ୍ସର ହେଇଛି, ତମର କ୍ୟାନ୍ସର ହେଇଛି, ଗୋଟେ ସେଲ୍ ଗୁଡ଼ା ସବୁ କଳା କଳା, ଆମେ ତ ଦେଖୁଛୁ ସେ କଳା କଳା ହେଇକିରି ବୁଲୁଥିବ ସବୁ ସେଲ୍ ଗୁଡ଼ା, ତୁମେ ଲଗେଇଦେବ। ଏ କ୍ୟାନ୍ସର, ମୁଁ ଏକାଗ୍ରତାର ସହିତ କହୁଛି, ମୁଁ କହୁଛି, ମୁଁ ଶବ୍ଦମୟ, ମୁଁ ବ୍ରହ୍ମମୟ, ମୁଁ ସାରା ବିଶ୍ୱ ବ୍ରହ୍ମାଣ୍ଡର ମାଲିକ କହୁଛି, ତୁ ଏଇଟାକୁ ଜାଳିଦେ ବା ନଷ୍ଟ କରିଦେ, ସୁସ୍ଥ କରିଦେ, ତତ୍କ୍ଷଣାତ୍ ସୁସ୍ଥ ହବ, ତତ୍କ୍ଷଣାତ୍ ସୁସ୍ଥ ହେଇଯାଏ। ତାମାନେ ତୁମର ଭାବନାରେ କେତେ ରହସ୍ୟ ଲୁଚି ରହିଛି। ତୁମର ଶୁଭ ଭାବନା ଯୁକ୍ତ ଯେତେବେଳେ ହେଇଗଲା, ସାରା ଶବ୍ଦକୁ 3 ପଦ ଯେଉଁ ଅଛି, 3 ପଦକୁ ଯେତେବେଳେ ତୁମେ ମୁଖସ୍ଥ କରିଦେଲ, କଣ୍ଠସ୍ଥ କରିଦେଲ, ସେଥିରେ ହବନି, କଣ୍ଠସ୍ଥ ମୁଖସ୍ଥ କଲେ ହବନି, ତୁମେ ଭିଜିଯିବ ପୁରା ସେ ଶବ୍ଦ ସହିତ, ପ୍ରତ୍ୟକ୍ଷରେ ଭିଜିଯିବ, ତୁମେ ସେ ଶବ୍ଦମୟ ହେଇଯିବ। ତୁମେ ଯେତେବେଳେ ଜଗଦୀଶ୍ୱର କହିବ ମାନେ ଜଗତର ଈଶ୍ୱର ହେଇଯାଇଥିବ, ସେତେବେଳକୁ ସେ ଭାବନାରେ ତୁମେ ଶକ୍ତିଶାଳୀ ହେଇଯାଇଥିବ। ଶରୀରଟା ପ୍ରଭାବ ପଡ଼ିବ, ପଡ଼ିବ ହିଁ ପଡ଼ିବ। ପଡ଼ିବ ହିଁ ପଡ଼ିବ। ଜ୍ଞାନରେ ବୁଝିବା ଦରକାର, ହଁ ଏଇଟା ମୁଁ କହୁଛି ମାନେ ହବ, ଏତିକି ଦରକାର, ଆଉ କିଛି ନାହିଁ। ବୁଝନ୍ତୁ, ଆଉ ଗୋଟେ ସୋର୍ସ ତୁମେ ଜ୍ଞାନରେ ଜାଣି ନେଇଯିବା ଦରକାର ଯେ ଏଇଟା କହୁଛି ମାନେ ସେ ହବ। ଯଦି ଜ୍ଞାନରେ ବୁଝିନ, ମେ ବି ମେ ନଟ୍ ବି, ହେଇପାରେ ନ ହେଇ ବି ପାରେ, ଗଲା, ନଷ୍ଟ ହେଇଯିବ। ତେଣୁ ଡେ ଟୁ ଡେ ପୁରା ସବୁଦିନ ପ୍ରହାର କରୁଥିବ, ସେ ଶବ୍ଦକୁ ସବୁଦିନ ମିଶଉଥିବ ଶରୀର ସହିତ। ଦିନେ ତୁମେ ସେୟା ହେଇଯିବ। ଯେମିତି ଟ୍ୟୁବୱେଲରୁ ପାଣି ପଡ଼ିକିରି ଟିକେ 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 ପାଣି ପଡ଼ି, ଥପ୍ ଥପ୍ ପାଣି ପଡ଼ିକିରି ସେ କଂକ୍ରିଟ କଣା କରିଦେଉଛି। ସାଧାରଣ ଗୋଟେ ଡ୍ରପ୍ କଂକ୍ରିଟ କଣା, ଦେଖିବ ଯେତେ ଟ୍ୟୁବୱେଲ ସବୁ କଣା ହେଇଥିବ, ଯୋଉଠି ମାଠିଆ ବସଉଛନ୍ତି, ବାଲ୍ଟି ଥଉଛନ୍ତି, ସବୁ କଣା ହେଇଯାଇଥିବ, କଣା ହେଇଯାଇଥିବ। ସେମିତି ଇଏ ପ୍ରତ୍ୟେକ ଶବ୍ଦ, ପ୍ରତ୍ୟେକ ଡ୍ରପ୍, ଗୋଟେ ଗୋଟେ ଡ୍ରପ୍ ପ୍ରତ୍ୟେକ ଦିନ ପଡ଼ିବ। ତୁମେ କଣ୍ଡିସନ ରଖିବନି ଯେ ଆଜି ମୁଁ ହେଇଯିବି, ନାଇଁ ତ ଆଉ କହିବିନି, ସେମିତି ରଖିବନି। ସବୁଦିନ କହି ଚାଲିବ, ସବୁଦିନ ହେଇ ଚାଲିବ, ସବୁଦିନ କହି ଚାଲିବ, ସବୁଦିନ ହେଇ ଚାଲିବ। ନେଗେଟିଭ ଭାବନା କେବେ ଆଣିବନି, କେବେ ବି ଆଣନି। ଯଦି ଆଣୁଛ ତାକୁ ଜ୍ଞାନରେ କାଟ। ଯଦି ଆସିଲା ନେଗେଟିଭ ଭାବନା, ତାକୁ ଜ୍ଞାନରେ କାଟିବ। ଆଉ ଗୋଟେ ବଡ଼ ଉପାଦାନ କ'ଣ ଜାଣନ୍ତି କି? ଶୁଭ ଭାବନା କରୁଥିବା ବ୍ୟକ୍ତିର ତାର ଯୋଉ ବଳୟ, ଓରା ଯୋଉଟା କୁହାଯାଉଛି, ଯେମିତି ଦେଖିବ କୃଷ୍ଣ ଫଟୋ ମୁଣ୍ଡ ପାଖରେ ଗୋଟେ ଓରା ଥିବ, ଆଉ ଗୋଟେ ହଳଦିଆ ଚାରିଆଡ଼େ ବର୍ଡର ଥିବ। କୃଷ୍ଣ ଫଟୋ ହଉ, ଶିବଙ୍କ ଫଟୋ ହଉ, ଗୋଟେ ଚକ୍ରିରେ ଗୋଟେ ଓରା ସୃଷ୍ଟି କରିକି ଅଗ୍ନି ସ୍ଫୁଲିଙ୍ଗ ଥିବ, ଅଗ୍ନି ସ୍ଫୁଲିଙ୍ଗ ଥିବ। ସେମିତି ମୁଁ ଫଟୋ କହିବାର କାରଣ ହେଉଛି, ତୁମର ଯୋଉ ଓରା ଅଛି, ତାମାନେ ତୁମ ଶରୀର ଅଛି, ଶରୀରଠୁ ଆହୁରି କିଛି ଦୂର ପର୍ଯ୍ୟନ୍ତ ମୋ ଶରୀର ଅଛି, ଏଇଟା ଭାବନ୍ତୁ। ତୁମ ଶରୀର ଯୋଉ ଦେଖୁଛ, ଶରୀର ଠାରୁ ସେଇ ଓରାଟା ଚାଖେଣ୍ଡେ ଦୂର ଅଛି କି ଗୋଟେ ଫୁଟ ଦୂର ଅଛି, ସବୁଆଡ଼କୁ ବିଛାଡ଼ିତ ହେଇକିରି ଅଛି, ଗୋଡ଼ ଠାରୁ ମୁଣ୍ଡ ପର୍ଯ୍ୟନ୍ତ।
ସେ ଓରା ସେ ଗୋଟେ ଶକ୍ତି ସ୍ୱରୂପ। ସେ ଶରୀର ଠାରୁ ସେଇ ଯୋଉ ଶବ୍ଦଟା ତମେ ଗ୍ରହଣ କଲ, ସେଇ ଶବ୍ଦର ଶରୀର ସହିତ ପ୍ରଭାବ ପଡ଼ିବା ସହିତ ସେଇ ଯୋଉ ଚତୁର୍ଦିଗକୁ ସେଇଟା ପ୍ରସାରିତ ହବ। ତୁମର ଯୋଉ ବ୍ରହ୍ମ ଭାବନାଟା ପ୍ରସାରିତ ହବ, ସବୁଆଡ଼କୁ ପଳେଇବ। ଆଉ ତୁମ ଘର, ଯୋଉ ଘରେ ଶୋଉଛ, ଯୋଉ ଘରେ ସାଧନ କରୁଛ, ଯୋଉ ଘରେ ଖାଉଛ ବା ଯାହା କରୁଛ, ସବୁ ସେଇ ଘର ଭିତରେ ସେଇ ସମ୍ପୂର୍ଣ୍ଣ ସେଇ ଭାବନାଟା କେନ୍ଦ୍ରୀଭୂତ ହେଇକି ସେଇଠି ରହିବ। ତୁମେ ଜଗଦୀଶ୍ୱର କହିଲ ମାନେ ସେ ଏଣ୍ଟାୟାର ଘରଟା ଜଗଦୀଶ୍ୱର ହେଇଯିବ। ଭାବନି ତୁମ ଶରୀର ହେଇଗଲା, ସେଇ ଶବ୍ଦର କଣିକା ଗୁଡ଼ା ସେଇ ଘରରେ ବ୍ୟାପ୍ତ ହେଇକି ରହିବ। ଯୋଉ ପ୍ରଣବ କରାଯାଉଛି, ଆମେ ଯୋଉଠି ଯାଇ ପ୍ରଣବ କରୁଛୁ, ଗ୍ରୁପ ପ୍ରଣବ 10 ଜଣ 12 ଜଣ ବସି କରୁଛୁ, ସେଠି ସେଇ ପ୍ରଣବର ଶକ୍ତିଟା ଏତେ ପ୍ରଖର ବେଗରେ ସେଇ ବାୟୁମଣ୍ଡଳଟାକୁ ବିଛାଡ଼ିତ କରିଦଉଛି, ଯୋଉଟାକି ଯୋଉ ନକାରାତ୍ମକ ଶକ୍ତି ଅଛି ସେ ଯିବାକୁ ବାଟ ପାଇବନି, ସାଙ୍ଗେ ସାଙ୍ଗେ ଉଡ଼ିବ, ଉଠିବ, ପଳେଇବ, ରହିପାରିବନି ପ୍ରଣବ ଶବ୍ଦରେ। କାରଣ ଓଙ୍କାର ଶବ୍ଦ ସର୍ବଶକ୍ତିମାନ। ଯେତେ ନକାରାତ୍ମକ ଶକ୍ତି ଅଛି, ତନ୍ତ୍ର ମନ୍ତ୍ର ଯାହା ଅଛି, ତାଠୁ ଉର୍ଦ୍ଧ୍ୱରେ ଓଙ୍କାର ଶକ୍ତି। ସେ କେମିତି ରଖିବ? ଏ ଓଙ୍କାର ହେଲେ ତ ତାଡ଼ନାରେ ସେ ଉଠିବ, ପଳେଇବ। ଆମେ ଯୋଉ ପ୍ରଥମ କେସ୍ ଯାଇଥିଲୁ, ପିଲା ଜନ୍ମ କେସରେ, ସେ ବାହାରିଲା, ରହିପାରିଲାନି। ସେ ସେଠି ରହୁଥିଲା, ତା ଛୁଆକୁ ଖାଉଥିଲା, ସନ୍ତାନ ନଷ୍ଟ କରୁଥିଲା, ସେ ଉଠିଲା। ଆଉ ଜୀବନ ନାହିଁ, ସେ ରହିବ କେମିତି? ଫାର୍ଷ୍ଟ ଡୋଜ, ସେକେଣ୍ଡ ଡୋଜ, ଥାର୍ଡ ଡୋଜରେ ଗଲା, ରହିପାରିଲାନି। ଆଜି ମନ୍ଥି ଦେଲା ସମସ୍ତଙ୍କ ଉପରେ। ସେ ଶକ୍ତିଟା ମନ୍ଥି ଦେଲା। ଇଏ ସବୁ କୋକୁଆ ବୟସ ସୃଷ୍ଟି ହେଇଗଲା, ଯେଉଁମାନେ ପ୍ରଣାମ କରିବା ଯାଇଥିଲା ଆମ ସହିତ। ସେ ଥରିଲେଣି ସେତେବେଳେ, କାରଣ ପ୍ରଣବର ରହସ୍ୟ ଜାଣିନାହାନ୍ତି ସେମାନେ। ସେମାନେ ଜଷ୍ଟ ଆମ ସହିତ ଯାଇଛନ୍ତି ସହଯୋଗ କରିବା ପାଇଁ। ସେ ଏତେ ରହସ୍ୟ ଭିତରୁ ପଶିନାହାନ୍ତି, ଡରିବେନି। ସେଇଠି ଆମର ଗୋଟେ ବଡ଼ ଅଭିଜ୍ଞତା ଆସିଲା ଯେ ପ୍ରଣବରେ କେତେ ଶକ୍ତି ଅଛି, ସେଇଠି ଅନୁଭବ କଲୁ ଆମେ। ଆଉ ଶୁଭଭାବନାରେ ପ୍ରଣବରେ ସେ ଘରଟା ପୁରା ପ୍ରକମ୍ପିତ ହଉଥିଲା, ପୁରା ପ୍ରକମ୍ପିତ ହଉଥିଲା ସେ ଘରଟା। କିଏ ରହିବ ସେଠି? କିଏ ରହିବ? ତୁମେ କହୁଛ ମୁଁ ଭୁବନେଶ୍ୱର, ଆଉ ତ କେହି ନଥିବେ ସେଠି ଭୁବନେଶ୍ୱର ବାଲା। ତୁମେ ଯେତେବେଳେ କହିବ ଭୁବନେଶ୍ୱର, ଆଉ ତ ସେଠି ଗଞ୍ଜାମ, କୋରାପୁଟ, ମାଲକାନଗିରି, ଯାଜପୁର, ଢେଙ୍କାନାଳ, କେହି ତ ନଥିବେ ସେଠି ନା। ସେ ସବୁ ବିଦା ହେଇଯିବେ। ଭୁବନେଶ୍ୱର ପାଖରେ ସବୁ କିଏ ରହିବ? ତୁମେ 14 ବ୍ରହ୍ମାଣ୍ଡର ମାଲିକ କହୁଛ, ଆଉ ଯୋଉ ଛୋଟ ଛୋଟ ମାଲିକ ଭାବୁଥିଲେ ସେ କେମିତି ରହିବ? ସେ ତ କେବେ କହିନଥିବ ଆମେ 14 ବ୍ରହ୍ମାଣ୍ଡର ମାଲିକ। ସେ କହୁଥାଏ ଆମେ ମାଲିକ। ଯଦି କହୁଥାନ୍ତି ଆମେ ମାଲିକ, ସେତିକି ସରିଗଲା। ଏ ଶବ୍ଦ ପାଖରେ ଯେତେ ପ୍ରହାର ହବ ତାଙ୍କ ଉପରେ, ସେ ରହିବେ କେମିତି? ସେ ବିଦାୟ ନେବେ। ତୁମେ କେବଳ ସେଇ ଘରେ ଯୋଉମାନେ ସାଧନ କରୁଛ, ଏଇ ଶୁଭ ଭାବନାକୁ ଅତି ନିଜର ଭାବି, ଅତି ବଳିଷ୍ଠ ଶକ୍ତି ଭାବିକି ଶୁଭଭାବନା କର। ବେଳେ ବେଳେ ଶୁଭଭାବନା କର, ନହେଲେ ଲଗେଇ ଦିଅ, ତମ ଅଡ଼ିଓ ଲଗେଇ ଦିଅ, ସେଇ ଗୀତକୁ ବଜେଇ ଦିଅ, ଗୀତ ସହିତ ତମେ ମିଶିଯିବ। ସେ ଶୁଭଭାବନା ଗୀତ ସହିତ ତୁମେ ମିଶିଯିବ। ସେ ବାଜୁଥିବ, ତୁମେ ବି ମିଶି ଯାଉଥିବ, ତୁମେ ନାଚୁଥିବ ତା ସହିତ। ନାଚିଲେ ବି ଆହୁରି ଭଲ। ଯେତେ ତଲ୍ଲୀନ ହେଇଯିବ ସେ ଶବ୍ଦ ସହିତ, ତୁମକୁ ସେତେ ଶକ୍ତି ଦବ ସେ ଶୁଭଭାବନା। ହଉ ଛାଡ଼ନ୍ତୁ, ଶୁଭଭାବନା ଏଠି ଆଲୋଚନା କରିବାନି, ଆମେ ଅଶୁଭ ଭାବନା କରିବା। ଅଶୁଭ ଭାବନା କଣ? ମୁଁ ଗରିବ, ମୁଁ ପାପୀ, ମୁଁ ଅଧମ, ମୁଁ ଦାସର ଦାସ,
ମୁଁ ସାଧାରଣ ମଣିଷଟିଏ, ମୁଁ କଣ ସେ କାମକୁ ଯୋଗ୍ୟ? ଏଇ ଯୋଉ ଅଶୁଭ ଭାବନାଟା ତୁମକୁ ସେଇ ସ୍ତରକୁ ମଧ୍ୟ ନେଇଯିବ। ଏଇ ଯୋଉ ଅଶୁଭ, ଯଦି ଶୁଭ ଭାବନାକୁ ବୁଝିପାରୁନ ତାହେଲେ ଅଶୁଭ ଭାବନାକୁ ବୁଝ। ଏଇ ଯୋଉ ଶବ୍ଦ ମୁଁ ପ୍ରୟୋଗ କଲି, ଏଇ ଶବ୍ଦର ସ୍ଥିତିଟା ମଧ୍ୟ ତୁମେ ସେଇଆ ହେଇଯିବ ଦିନେ। ଯଦି କହିବ ଗରିବ ସବୁଦିନ ଉଠିକିରି ପଞ୍ଚମନ୍ତ୍ର, କଣ କରିବି, ମୁଁ ଗରିବ, ମୁଁ ଏଇ କାମ ପାଇଁ ଯୋଗ୍ୟ ନୁହେଁ, ମୁଁ ଅମକ କରିପାରିବିନି ସମୟ, ତେଣୁ ତୁମେ ସେଇଆ ଦିନେ ହେଇଯିବ। ଏଇଟା ବି ଭାବ, ଏଇଟା ବି ଭାବ। ଯଦି ଶୁଭବାନକୁ ନ ବୁଝି ପାରୁଛ ତାହେଲେ ଅଶୁଭବାନକୁ ବୁଝ ଭଲ ଭାବରେ। ପ୍ରତ୍ୟେକ ଦିନ ତୁମେ ଯଦି ଗରିବର ମନ୍ତ୍ର ଜପ କରିବ, ମୁଁ ଗରିବ, ମୁଁ ଗରିବ, ମୁଁ ଗରିବ, ତୁମେ ଗରିବ ହିଁ ହବ। ତୁମେ ଗରିବ ହିଁ ହବ, କେବେ ବଡ଼ ହେଇପାରିବନି। ଦେଖନ୍ତୁ, ପରୀକ୍ଷା କରନ୍ତୁ। ତୁମେ ଯୁଦ୍ଧ କରିବାକୁ ଯାଉଛ, କହ ମୁଁ ଦୁର୍ବଳ, ମୁଁ ହାରିଯିବି, ମୁଁ ଯୁଦ୍ଧ କରିପାରିବିନି। ଯେମିତି ବୃହନାଳା ପାଖରେ ସେ ଯୋଉ ବିରାଟ ରାଜାର ପୁଅ ଥିଲା, କହିଲା ମୁଁ କରିପାରିବିନି, ମୁଁ ରଥରୁ ଓହ୍ଲେଇକି ଦୌଡ଼ିଲା। ଅର୍ଜୁନ ବହିଛି ରଥରେ, ବୃହନାଳା। ଅର୍ଜୁନ ଜାଣିଛି ମୁଁ କଣ, ସିଏ ତ ଜାଣିନି ନା ମୁଁ ଏଇଆ। ସେଠୁ ଅର୍ଜୁନ ଧରି ହେଲା ତାକୁ, ତା ହାତକୁ କହିଲା ଏଠି ଯିବୁ କୁଆଡେ, ବସ୍ ରଥରେ। ପଳାୟନ ପନ୍ଥୀ, କାରଣ ସେ ତା ରୂପ ଜାଣିନି, ଯୁଦ୍ଧ ବିଦ୍ୟା ଜାଣିନି, କିଛି ଜାଣିନି। ଅର୍ଜୁନକୁ ଜ୍ଞାନ ତ ଅଛି ମୁଁ କଣ, ସବୁ ଅସ୍ତ୍ର ଅଛି ତା ପାଖରେ। ତେଣୁ ଅର୍ଜୁନ ସ୍ୱୟଂ ଯେ କୃଷ୍ଣ ସେ ଜାଣିଛି, ମୁଁ କୃଷ୍ଣ, ବୁଝିଲେ? ସେମିତି କର୍ତ୍ତବ୍ୟ କର୍ମ ଆସିବ ତୁମ ପାଇଁ କର୍ଣ୍ଣ ରୂପରେ। ସିଏ ବି କର୍ଣ୍ଣ, ବହୁତ ଶକ୍ତିଶାଳୀ। ତୁମ କର୍ତ୍ତବ୍ୟ ବେଳେ ବେଳେ କଣ ଓହରି ନେଇଯିବ ତୁମକୁ। ବିଲ ଚାଷ ହବ, ମୁଁ ଚାକିରିଟିଏ କରିବି, ମାଛ ଚାଷ ହବ, ଘର ଛା ହବ, କୋଠାଟିଏ କରିବି, ପୁଟି ଦେବି, ଖଟଟିଏ ପକେଇ ଆରାମରେ ଶୋଇପଡ଼ିବି। ଏଇ ଯୋଉ ଭାବନାଟା ସେ ହଉଛି କି ନାହିଁ? ତୁମେ ଯଦି ଗୋଟେ ଘର ଖଣ୍ଡେ କରିବାକୁ ଚାହିଁବ, ପୂର୍ଣ୍ଣ ଭାବରେ ମନ ଦେଇଦେବ, ଘର ହେଇଯିବ। ପୂର୍ଣ୍ଣ ଭାବରେ ଯଦି ମନ ଦେଇଦେବ, ଘର ହେଇଯିବ। ସେମିତି ପୂର୍ଣ୍ଣ ଭାବରେ ଯଦି ଏଥିରେ ମନ ଦେଇଦେବ ଶୁଭଭାବନାରେ, ତୁମେ କେତେବେଳେ ସେଇ ଈଶ୍ୱର ଶକ୍ତି ତୁମ ଭିତରେ ସମାହିତ ହେଇଯିବ ତୁମେ ଜାଣିପାରିବନି। ଆଉ ମନେ ରଖନ୍ତୁ, ଆଉ ଗୋଟେ ବଢ଼ିଆ ଇଣ୍ଟରେଷ୍ଟିଂ କଥା, ତୁମେ ଯେତେ କହୁଥିବ, ପରିମାଣ ବୃଦ୍ଧି ହେଉଥିବ ଶୁଭଭାବନାରେ, ସେତେ ତୁମର ଶରୀରଟା ସେଇ ଟାଇପ୍ର ହେଇଯିବ, ସେଇ ବଳ ହେଇଯିବ ତୁମର। ଠିକ୍ 100% ଶୁଭଭାବନା କରୁଥିବା ମଣିଷ ବା ମୁନି ଶରୀରରେ ପ୍ରଭାବ ପଡ଼ିବ ହିଁ ପଡ଼ିବ। ଆଉ ସାଧନ କେବେ ଭୁଲ ହେବନି। ମୁଁ ଦେଖିଛି କେତେ ଗୁଡ଼ିଏ ଲୋକଙ୍କର ଏଠିକି ଆସୁଛନ୍ତି, ମାନସିକ ସ୍ଥିତି ଯଦି ପରିବର୍ତ୍ତନ ହେଇଯିବ, ନେଗେଟିଭ ଭାବନା ଆସିବ, ସାଧନ ବି ନେଗେଟିଭ ହେଇଯିବ, ସାଧନ ଭୁଲ ହେଇଯିବ। ପରୀକ୍ଷା କରି ଦେଖନ୍ତୁ, ଯଦି ମନର ସ୍ଥିତି ନେଗେଟିଭ ଆସିଲା, ଖରାପ ଚିନ୍ତା ଆସିଲା, ଶରୀରର ଯୋଉ ସାଧନ କ୍ରମଟା, ସେଟା ସତ୍ୟଯୁକ୍ତ ସାଧନ ନା, ସିଏ ନଷ୍ଟ ହେଇଯିବ। ନଷ୍ଟ ହେଇଯିବ ମାନେ ଓଲଟା କରିବ ତୁମେ। ମୁଁ ଯଦି କହିଥିବି ଡାଏଁ ମୁଡ଼, ତୁମେ ବାଏଁ ମୁଡ଼ ଯାଉଥିବ। ମୁଁ ଯଦି କହିଥିବି ପେଟଟା ଏମିତି ବୁଲା, ତୁମେ ସେମିତି ବୁଲାଉଥିବ। ଆଉ ରାମଦେବଙ୍କର କି ସାମଦେବ କି ବାମଦେବଙ୍କର ଇଏ ପଶିଯିବ ତା ଭିତରେ ଆସିକିରି, ଇଏ ଗୋଟେ ବିରାଟ ଯୋଗୀ, ଆଙ୍କ ସାଧନ କଣ ଭୁଲ ଥିବ, ଦିଅ ପୁରେଇ ଦିଅ। କିଏ ଅନୁଲୋମ ବିଲୋମ ପୁରିଲେଣି ତା ଭିତରେ, କିଏ ଭସ୍ତ୍ରିକା କଲାଣି, କିଏ ନୌଳିକ କଲାଣି, କିଏ ଭ୍ରାମରୀ କଲାଣି, କିଏ ଶୀତଳୀ ପ୍ରାଣାୟାମ କଲାଣି। ଇଏ ସବୁ ଅଜବ ଜିନିଷ ଆସି ପଶିବ ଯଦି ଅଶୁଭ ଭାବନା ଯୁକ୍ତ ହୁଅ ତୁମେ। ଯଦି ସୁଭାବନା ଯୁକ୍ତ ଥିବ, କୌଣସି ଭ୍ରାମରୀ ତୁମ ପାଖକୁ ଆସିବନି, କୌଣସି ଅନୁଲୋମ ବିଲୋମ ତୁମ ପାଖକୁ ଆସିବନି। ଅନୁଲୋମ ବିଲୋମ କଣ ପ୍ରାଣାୟାମ?
ଯିଏ ଯୋଗ କରୁନି ତାକୁ ସେ ଶିକ୍ଷା ଦେବେ। ଆମେ ଯୋଗ କରିଛୁ, ଯୋଗ କ'ଣ ଜାଣିଛୁ, ପ୍ରାଣାୟାମ କ'ଣ ଜାଣିଛୁ, ଆମକୁ କିଏ କହିବ ଯେ ଏଇଟା ପ୍ରାଣାୟାମ ବୋଲି ଆମେ ମାନି ନେଇଯିବୁ। ଆଉ ଇଣ୍ଡିଆରେ ତ 80% 90% ଲୋକ ଅଶିକ୍ଷିତ। ଅଶିକ୍ଷିତ ମାନେ ଏଇ ଯୋଗର ଜ୍ଞାନ ନାହିଁ ତାଙ୍କ ପାଖରେ, ତେଣୁ ସେ ତାକୁ ଧରିବେ ନିଶ୍ଚିନ୍ତ। ସେଇଟା ଭାବିବେ ହଁ ଏଇଟା ଯୋଗ। ଗରିକ ବସନ ପିନ୍ଧିଛି, ଠୋ ଠୋ କଥାବାର୍ତ୍ତା କରୁଛି, ହିନ୍ଦୀରେ କହୁଛି, ସେ କ'ଣ ଯୋଗ ଭୁଲ କହିବ? ଏତେ ବିରାଟ ଇଣ୍ଡଷ୍ଟ୍ରି ଅଛି, ଯୋଗ କ'ଣ ଭୁଲ ହେଇଥିବ? ବାସ୍ ରେକମେଣ୍ଡେଡ ହେଇଗଲା, ତମ ମନ ଭିତରେ ଭାବନା ଭିତରେ ଛୁଇଁଲା ସେ ଯୋଗକୁ, ସ୍ଥାନିତ ହେଲା, ପଶିଲା ତୁମ ଭିତରେ। ତେଣୁ କେବେ ଅଶୁଭ ମାନସିକ ସ୍ଥିତି ବା ତୁମର କାର୍ଯ୍ୟକ୍ରମଟାକୁ କେବେ ଅଶୁଭ ଯୁକ୍ତ କରନି। ଅଶୁଭ ଭାବନା ନୁହେଁ, ଅଶୁଭ ଯୁକ୍ତ ହେଲେ ଶୁଭବାନ ହବନି। ଆଉ କହିପାରିବନି, ତମେ ଚୋରି କରୁଥିବା ଲୋକ କହିବନି ଯେ ମୁଁ ଜଗଦୀଶ୍ୱର। ଚୋରି କରୁଥିବା ଲୋକ କେବେ କହିପାରିବନି ଯେ ମୁଁ ନିରଞ୍ଜନ, ମୋ କତିରେ କିଛି କଳଙ୍କ ନାହିଁ, କହିପାରିବନି କେବେ। ତେଣୁ ଶୋଭନ ସହିତ ତୁମର କାର୍ଯ୍ୟକ୍ରମ, କାର୍ଯ୍ୟକ୍ଷେତ୍ରଟା ସେଇ ପରିମାଣ ବା ସେଇପରି ହବା ଉଚିତ। ତାହେଲେ ଶୋଭନଟା ସାକାର ରୂପ ନବ ଦିନେ, ତାହେଲେ ଶୋଭନ ସାକାର ରୂପ ନବ। ଗୋଟେ ଲିଷ୍ଟ ବନାନ୍ତୁ, ଗୋଟେ ଦିନରେ କେତେ ଥର ଶୋଭନ ତମେ କରିବ। 3 ଥର ହଉ, 4 ଥର ହଉ, 5 ଥର ହଉ, କିଛି ନାହିଁ, ବସିକିରି 1 ମିନିଟ୍ ବସି 5 ମିନିଟ୍ ଶୋଭନ ସରିଯିବ। ସ୍ପିଡରେ ମନ ପକେଇକି ସେଗୁଡ଼ା କହି ଚାଲିବ। ନିରଞ୍ଜନମ୍ ଜଗଦୀଶ୍ୱରମ୍ ସୁଶକ୍ତି ସାମର୍ଥ୍ୟ। ତାମାନେ ସୁଶକ୍ତି ସାମର୍ଥ୍ୟ କହିବା ସହିତ ତୁମର ଶରୀରକୁ ଶକ୍ତି ସାମର୍ଥ୍ୟ ବୋଲି ଅନୁଭବ କରୁଥିବ ଜଷ୍ଟ। ତାପରେ ଆଗକୁ ଚାଲିଲ, 5 ମିନିଟ୍ ଲାଗିବ। ସେଇଟା କ'ଣ ଶରୀରଟା ପୁରା ପ୍ରଭାବ ପଡ଼ିଯିବ, ସେଇ ଶୋଭନର ପ୍ରଭାବ ପଡ଼ିଯିବ। 5 ଥର କୁହ, 2 ଥର କୁହ, 3 ଥର କୁହ। ଇଏ ବି ଗୋଟେ ପ୍ରୋସେସ୍ ଶୋଭନକୁ ଆକ୍ସିଲେରେଟ୍ କରିବା ପାଇଁ। ନାହିଁ ତ ଶୋଭନ ଯଦି ନ କରୁଛ, ଅଶୁଭବନ କର, 15 ଦିନ କର, ଦେଖିବ କେତେ ଅଶୁଭ ଯୁକ୍ତ ହଉଛ, ତାପରେ ଶୋଭନକୁ ଯିବ। ପରୀକ୍ଷା ସ୍ୱରୂପ 5 ଦିନ କର, ଦେଖିବ ଅଶୁଭବନ କର, କେମିତି ପ୍ରଭାବ ପଡ଼ିଛି ତମ ବଡି, ସେଟା ଶୀଘ୍ର ପ୍ରଭାବ ପଡ଼ିଯିବ। ତାପରେ ଜାଣିପାରିବ ଶୋଭନର କେତେ ଶକ୍ତି ଅଛି। ତୁମେ ଦେଖୁନା, ଯଦି କୋଉଠି କାହା ପାଖକୁ ଟଙ୍କା ମାଗିବାକୁ ଯାଉଛ, ତୁମେ ଏଠୁ ଘରୁ ଷ୍ଟାର୍ଟ କରୁଛ ଅଶୁଭ ଭାବନା, ସିଏ ମତେ କ'ଣ ଟଙ୍କା ଆଜି ଦବ କି? ଗଲା, ସେ ସେଠି ଗଲାବେଳକୁ ସେ ନଥିବ, ସେ ତା କାମରେ କୁଆଡ଼େ ଯାଇଥିବ। ତୁମେ ଯଦି ଶୁଭ ସଂକଳ୍ପ କରିକି ଯାଇଥିବ, ହଁ ମୁଁ ନିଶ୍ଚିନ୍ତ ଆଜି ଟଙ୍କା ପାଇବି, ତାହେଲେ ସେ ଅପେକ୍ଷା କରି ବସିଥିବ, ଟଙ୍କା ଗଣିକି ରଖିଥିବ। ତୁମେ ପହଞ୍ଚିଲେ କହ ନିଅନ୍ତୁ। ତେଣୁ ଏଠି ତୁମ ପାଇବା ଦବା ନବାର ଭାବନା ଉପରେ ନିର୍ଭର କରୁଛି। ଅନ୍ଦାଜ ଆସିବ ତୁମକୁ, ସଚେଜ କରିବ ତୁମକୁ, ତୁମର ଭାବନା ସଚେଜ କରିଦେବ। ଜଣେ ମୁନି ସେଠି ଶୋଭନ କରୁଥିଲା, ତା ପାଖରେ ମଶା ଆସିକି ପହଞ୍ଚିଗଲା। ମଶାଟା ଠିକ ଜାଗାରେ ଗୁଣ 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 ହବ କୋଉଠି? ତୁମ ପେଟ ପାଖରେ ହବନି କି ହାତ ପାଖରେ ହବନି, ତୁମ କାନ ପାଖରେ ହବ। ସେ ଜାଣିଛି କୋଉଠି ବାଜିଲେ ସେ ଶୁଭିବ, ବୁଝିଲେ? ତୁମେ ଶୁଣିପାରିବ ତା ଶବ୍ଦକୁ, ଭଣ 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 ହବ ତୁମ କାନ ପାଖରେ। ତେଣୁ ଇଏ କହୁଛି ନିରଞ୍ଜନ ହବ, ମଶାଟି କହୁଛି ନିରଞ୍ଜନ ତୁ କେମିତି ହେବୁ? ମଶା କହୁଛି ତୁ ନିରଞ୍ଜନ ନା ମୁଁ ନିରଞ୍ଜନ? ମୁଁ ନିଷ୍କଳଙ୍କ। ମଶା କହୁଛି ମୁଁ ନିଷ୍କଳଙ୍କ। ସେଠୁ ମୁନି ଜଣେ କହୁଛନ୍ତି କ'ଣ ନିରଞ୍ଜନ ହମ ଜଗଦୀଶ୍ୱର ହମ। ସେଠୁ ଇଏ ମଶା କହୁଛି ଜଗଦୀଶ୍ୱର କେମିତି ତୁ? ମୁଁ ତ ଜଗତର ଈଶ୍ୱର, ମୁଁ ଯୋଉଠି ଚାହୁଁଛି ତା ରକ୍ତ ପିଇ ଯାଉଛି, ବୁଝିଲେ? ମୁଁ ଯୋଉଠି ଚାହୁଁଛି ସେଇଠି ଉଡ଼ିକିରି ବସି ଯାଉଛି। ମୁଁ ଏଠି ଅଛି ଆଜି, ଉଡ଼ିକିରି ଆଉ କୋଉଠି ପହଞ୍ଚିବି। ତୁ କେମିତି ଜଗଦୀଶ୍ୱର? ମୁଁ ଜଗଦୀଶ୍ୱର।
ମୁଁ ଶୁଦ୍ଧ ରକ୍ତ ପିଉଛି ତୁମମାନଙ୍କ ପାଖରୁ। ତୁମେ ପଚାସଢ଼ା ଜିନିଷ ଖାଉଛ, ଆମେ ତେଜ ରକ୍ତ ପିଉଛୁ। ଜଗଦୀଶ୍ୱର ହମ ସୁଶକ୍ତି ସାମର୍ଥ୍ୟ ଯୁକ୍ତ ହମିଷା। ଆମେ ଯେହେତୁ ରକ୍ତ ପିଉଛୁ ସମସ୍ତଙ୍କର, ଆମେ ଶକ୍ତି ସାମର୍ଥ୍ୟ ରହିଛୁ। ତୁମେ ତ 12 ଆଡ଼ୁ 13 ଖାଦ୍ୟ ଖାଉଛ, ଆମେ ତ ରକ୍ତ ପିଉଛୁ କେବଳ ଶୁଦ୍ଧ ରକ୍ତ। ତେଣୁ ଆମେ ଶକ୍ତି ସାମର୍ଥ୍ୟ ରହିବୁ ନା ତୁ ଶକ୍ତି ସାମର୍ଥ୍ୟ ରହିବୁ? ନିରାମୟ ମଶା କହୁଛି ମୁଁ ନିରାମୟ ନା ତୁମେ ନିରାମୟ? ଆମେ ତ ପୂର୍ଣ୍ଣ ଭାବରେ ନିରାମୟ। ନିରାମୟ ହମ୍ ସୁସୁନ୍ଦର ହମ୍ ଧନିକ କୁବେର। ଆମର ଧନର ଆବଶ୍ୟକତା ନାହିଁ କି ତାପରେ ବି ଆମେ ଧନଶାଳୀ। ଆମର କିଛି ଖର୍ଚ୍ଚ କରିବାର ଆବଶ୍ୟକତା ନାହିଁ। ଧନ କ'ଣ ଦରକାର? ଆମେ ଧନିକ କୁବେର ଠାରୁ ଆହୁରି ମଧ୍ୟ କୁବେର। ମଶାର ସୁଭାବନା। ତେଣୁ ତୁମ ସୁଭାବନା ଯଦି ସଂକଳ୍ପ ଯୁକ୍ତ ନ ହେବ, ତାହେଲେ ମଶା ଭଳି କୀଟ ପତଙ୍ଗ ଆସି ତୁମକୁ କ୍ରିଟିସାଇଜ କରିବେ। କରିପାରନ୍ତି? ହଉ, ଏଇଠି ରଖିବା ନା ଆଗକୁ ଆଉ ନବା? 47 ହେଲାଣି, 50 ହେଇଗଲାଣି। ଠିକ ସମୟ ଆମେ ଆରମ୍ଭ କରିଥିଲା ଆଗରୁ। ତୁମର ଅନୁରୋଧ କ୍ରମେ ଆମେ କିଛି ଆଲୋଚନା କଲୁ। ଏଇଟା କେତେ ଦୂର ପ୍ରଭାବ କ'ଣ ପଡ଼ିଥିବ କାହା ଉପରେ ମୁଁ ତ କହିପାରୁନି। ଆଜିର ସୁବର୍ଣ୍ଣ କୁହନ୍ତୁ। ହଁ, ଜୟ ଜୟ। ଏ ସଂସାର ମୁକ୍ତି ଲାଭ କରିବା ପାଇଁ ଯେଉଁ ରତ୍ନ ଆବଶ୍ୟକ, ଏ ରତ୍ନ ସଦ୍ଗୁରୁ ହିଁ ଦେଇଥାନ୍ତି। ତେଣୁ ତାହାକୁ ଆମେ ଗ୍ରହଣ କରିବା, ଆତ୍ମସାତ କରିବା ଏବଂ ଆମେ ଗୁରୁଙ୍କୁ ସେଥିପାଇଁ ଅନେକ 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 ପ୍ରଣାମ କରିବା। ଜୟ ଜୟ। ଧନ୍ୟବାଦ। ବହୁମୂଲ୍ୟ କଥା ପ୍ରସଙ୍ଗ ରଖିଲେ, ସୁନ୍ଦର ଲାଗିଲା। ଯେ ଶୁଭଭାବନା ନିତ୍ୟାନ୍ତ, ମୁଁ ଭାବୁଛି ଆଗରୁ କୌଣସି ମୁନି ସମାଜରେ ଏକଥା କହିନଥିଲେ, କି କହିଥିବେ ମୁଁ ଜାଣିନି, କିନ୍ତୁ ଯେ ବହୁତ ତଲ୍ଲୀନ ହେଇକରି ସାଧନ କର, ଶୁଭାବନା କର, 15 ମିନିଟ୍ କର, ହୁଏତ ବିରଳ। ମୁଁ କେବେ ଶୁଣିନି କେଉଁ ମୁନି ସମାଜରେ କେଉଁ ବ୍ୟକ୍ତି କଥା କହିଛନ୍ତି। ତେବେ ଆମର ଏଇଟା ଅନୁରୋଧ ସମସ୍ତଙ୍କୁ, ସମସ୍ତେ ସେଇଥିରେ ସେଇ ତରିକାକୁ ନେଇକରି ଶୁଭାବନା କର, ଯେଉଁଟାକି ନିଶ୍ଚିନ୍ତ ପ୍ରଭାବ ପଡ଼େ। ଆମ ଅଭିଜ୍ଞତା ଜ୍ଞାନ ଆମେ ଏଠି ରଖିଛୁ, ଅଭିଜ୍ଞତାର ଜ୍ଞାନ କହିଛୁ ତୁମକୁ। ଆମକୁ ଶିବମୁନି କହିନାହାନ୍ତି କି ଶିବମୁନିଙ୍କ ବହିରେ ବି ଏ କଥା କେଉଁଠି ଲେଖାଯାଏନି ଏତିକି ସମୟ କରିବା ପାଇଁ। ହଉ, ତେବେ ଆଉ କିଏ ମତାମତ ରଖିବେ? ହଉ, ଏଠି ଆମେ ଏଇ ଯେଉଁ କ୍ରିୟାଶୀଳ କରିବା ପାଇଁ 4 ଜଣଙ୍କର ଭୂମିକା ମୁଖ୍ୟ। କେବଳ ମୋର ଅଛି ତା ନୁହେଁ। 4 ଜଣ କିଏ ହେଇଥିବେ ଅନୁଭବ କରିବେ, ନିଜେ ଉତ୍ତର ରଖିବେ। ବୁଝିଲେ? 4 ଜଣ ଅଛନ୍ତି ଏଠି। କିଏ କହିବେ ଯଦି ଭଲ, ନହେଲେ ପରେ କହିବେ ଆଉ। ଆଜ୍ଞା କୁହନ୍ତୁ। ବାବା ଜୟଶ୍ରୀ, ଗୁରୁମା ଜୟଶ୍ରୀ। ଆଉ ଆପଣଙ୍କର ଏଇ ଯୋଉ ଶିକ୍ଷା ଆଉ ଗୁରୁମାଙ୍କର ଏଇ ଯୋଉ ଭାବନାଟା ରହିଛି, ଏଇଟା ହିଁ ରହିଥାଉ। ଆମେ ଏଇ ଶିକ୍ଷାଟା ପାଇବା ପାଇଁ ବି ଆହୁରି ଉତ୍ସାହ ବଢୁଛି। ନା ନା, ଗୁରୁମା ଗୋଟେ କ'ଣ ରଖିଛନ୍ତି ଦେବେ, ବାବା କ'ଣ ରଖିଛନ୍ତି ଦେବେ, ଆଉ ଉତ୍ସାହ ବି ବଢି ବଢି ଯାଉଛି। ମୁଁ ସେଇଟା ଶୁଣୁଥିଲି, ମୁଁ କହିଲି କ'ଣ ଗୋଟେ ରହିଛି, ଆଉ ମୋ ଗୁରୁମା ଆହୁରି ଗୋଟେ କ'ଣ ମନ୍ତ୍ର ଦେବେ। ବାବା ତ ଦେଲେଣି ଏତେ ଗୁଡେ, ପୁଣି ଗୁରୁମା ବି ଆହୁରି କ'ଣ ଦେବେ। ମାନେ ବହୁତ ଧନ୍ୟବାଦ, ବହୁତ। ଏମିତି ତ କୋଉ ମୁନି ସମାଜରେ କୋଉ ଗୁରୁ ବି ଦିଅନ୍ତି ନାହିଁ। ଏତେଟା ଗୋଟେ ଗୋଟେ ୱାର୍ଡର ଯୋଉ ଭାବାର୍ଥ, ତାର ଯୋଉ ଭାବନା କେହି ବି ଦିଅନ୍ତି। ବହୁତ ତ ମୁନି ସମାଜ ଅଛି, କିନ୍ତୁ କେହି ବି ଦିଅନ୍ତିନି ଏମିତି। ମାନେ ଆଉ କ'ଣ ବା କହିବି, ବହୁତ ତ ଆମ ପାଖରେ ତ ଭାଷା ନାହିଁ କହିବା ପାଇଁ। ଆପଣଙ୍କ ପାଖରେ ଯେତେ ଜ୍ଞାନ ଆମେ ଅର୍ଜନ କଲୁଣି, ଆମ ପାଖରେ ତ କିଛି କହିବା ପାଇଁ ଆଉ ନାହିଁ। କ'ଣ ବା କହିପାରିବି, ମାନେ ଆପଣଙ୍କୁ କ'ଣ ମୋ ଭାଷାରେ କହିପାରିବି? କିଛି ନାହିଁ। ଖାଲି ମୋର
ମୋର ଶିକ୍ଷା ଗ୍ରହଣ କରିବାର ଅଛି ଆପଣଙ୍କ ପାଖରୁ ସେତିକି। ଜୟ ଜୟ ଗୁରୁମା, ଜୟ ଜୟ ବାପା। ଧନ୍ୟବାଦ। ତାଙ୍କର ତାଙ୍କର ବହୁ ଦିନରୁ ମାନେ 18 ମସିହାରୁ ସେ ଆମ ସହିତ ଏଇ ସତ୍ସଙ୍ଗରେ ଯୋଡ଼ି ହେଇଛନ୍ତି। ଆଉ ତାଙ୍କର ଏଇ ସତ୍ସଙ୍ଗ କିଛି ନଥିଲେ ବି ଯେତିକି ଷ୍ଟଡି କରିଛି, ମାନେ କୌଣସି ସତ୍ସଙ୍ଗରେ ସେ ଆବସେଣ୍ଟ ରହୁନାହାନ୍ତି। ଏଇଟା ଗୋଟେ ବଡ଼ ମଜବୁତ ପଏଣ୍ଟ ତାଙ୍କର। ଆଜିର ଏଇ ଭାବନା ମନେ ପଡ଼ିଲା ଯେ 18 ମସିହାରେ ମୁଁ ତ ପ୍ରେଜେଣ୍ଟ ପକାଉଛି, ଜଣାପଡ଼ିବ ତ କିଏ କିଏ ରହୁଛନ୍ତି। 8 ଜଣଙ୍କୁ ନେଇକି ଆମେ ଷ୍ଟାର୍ଟ କରିଥିଲୁ। ସେ 8 ଜଣ ଭିତରେ ଇଏ ଥିଲେ। 80-100 ଜଣ ନାଁ ଲେଖେଇଛନ୍ତି ଏଇ କନଫରେନ୍ସ। ହଉ ବାବା ଜୟଜୀ। ଜୟ ଜୟ। ପ୍ରଥମେ ବାବାଙ୍କୁ କୋଟି ନମସ୍କାର, ତାପରେ ଗୁରୁମାଙ୍କୁ ମୋର ଅଶେଷ ଧନ୍ୟବାଦ। ଆଜି ବି ମତାମତ ଦେଇଛି ଯେ ଏଇଟାକୁ କ୍ରମଶ କରନ୍ତୁ। ସେ କଥା ଅନୁସାରେ ବି କ୍ରମଶ କରାହେଇଛି। ଆଉ କାଲି ଯୋଉ ସୁଭାବନା କରାଯାଇଥିଲା, ବିସ୍ତୃତ ଭାବରେ ଆଲୋଚନା ହେଇଥିଲା, ବହୁତ ଚିତ୍ତାକର୍ଷକ ହେଇଛି। ଆଜି ବି ମଧ୍ୟ ବହୁତ ମର୍ମ ବିଷୟରେ ହେଇଛି। କିନ୍ତୁ ଶିବମୁନି କଣ କରିଛନ୍ତି, ଏ ପିଣ୍ଡ ବ୍ରହ୍ମାଣ୍ଡକୁ ଏକମତ କରିକିରି ସେ ପିଣ୍ଡ ଭିତରେ ଯୋଉ ଚତୁର୍ଦଶ ବ୍ରହ୍ମାଣ୍ଡ ଦେଖିଲେ, 14 ଭୁବନ, 15 ତିଥି, 16 କଳା, 17 ବିକଳା ଯୋଉ ଅଛି, ଶିବମୁନି ମହାରାଜ ସେ ସ୍ୱର୍ଗ ଭିତରେ ବସିକିରି ପିଣ୍ଡଟାକୁ, ବ୍ରହ୍ମାଣ୍ଡକୁ ପିଣ୍ଡ ସହିତ ମିଶେଇକି ତା ଭିତରେ ତର୍ଜମା କରିକି ଏଇ ଶୁଭଭାବନାଟାକୁ ରଖିଛି। କିନ୍ତୁ ପ୍ରକୃତ ଆମର ସୌଭାଗ୍ୟ, ମୁଁ ଏଇଥିପାଇଁ ଗର୍ବ ଅନୁଭବ କରେ, ଯୋଉ ଗୁରୁଙ୍କୁ ମୁଁ ପାଇଛି, କି ଯୋଉ ଗୁରୁ ମାଙ୍କର ସ୍ନେହ ବଳା କଥା ମତେ ଅଭୁଲା ସ୍ମୃତି ରଖେଇ ଦେଇଛି, ସେଇଦିନ ଠାରୁ ମୁଁ ସେ ଗୁରୁ ଆଉ ଗୁରୁମା ମୋର ହୃଦୟ ସ୍ପର୍ଶରୁ, ହୃଦୟ ସିଂହାସନରେ ମୁଁ ଜାଗା ଦେଇଛି। ତେଣୁ ଏଇ ଗୁରୁ କିଏ ସେ ନା, ଭାଗବତ ଲେଖା କି ମୁହିଁ ବସଇ ଗୁରୁ ଦେହେ, ମୋ ତ ହୁଁ ଗୁରୁ ଭିନ୍ନ ନୁହେଁ, ଏ ଘେନି ଗୁରୁ ଭଗବାନ, ସେ ନୁହନ୍ତି ମନୀଷ ସମାନ। ଗୁରୁଙ୍କୁ ନ ମଣି ମନର, ଗୁରୁ ହିଁ ସାକ୍ଷାତ ଈଶ୍ୱର। ତେଣୁ ଭାଗବତରେ ସେ ଲେଖା ହେଇଛି। ଆମେ ଯାହା ଅନୁଭବ କଲୁ, ଈଶ୍ୱର ଆଉ କୋଉଠି ଖୋଜିଲେ ନାହିଁ। ମୁଁ ଏତିକି କହି ମୋର ବକ୍ତବ୍ୟକୁ ଶେଷ କରୁଛି। ସପ୍ରେମ ଜୟ ଜୟ ବାବା। ମା କୋଟି କୋଟି ନମସ୍କାର। ତୁମ ଚରଣରେ ରହୁଛି। ଧନ୍ୟବାଦ। ଭାଗବତରେ ଗୁରୁ ବନ୍ଦନା ଯୋଉ ଲେଖା ହେଇଛି, ତାକୁ ବ୍ୟାଖ୍ୟା କଲେ, ପ୍ରାଞ୍ଜଳ ଭାବେ ବୁଝେଇଲେ, ଆଗ୍ରହ ସୃଷ୍ଟି କରିଥିବ ସମସ୍ତଙ୍କ ଉପରେ ଯେ ଗୁରୁଙ୍କର ମାନ୍ୟତା ପାଇଁ ପ୍ରଭାବ କରିଥିବ ଏଇ କଥା ଗୁଡ଼ିକ। ଆଉ ନିଜର ଅଭିଜ୍ଞତା, ବ୍ୟାକୁଳତା, ପରିଣତି, ବୟସ ମୁଁ କହିବିନି, ବୟସର ଅଧିକ ବୟସ କହିଲେ ଅତ୍ୟୁକ୍ତି ହେବନି, କିନ୍ତୁ ପରିଣତି ବୟସ ନୁହେଁ। ଜଣେ 100 ବର୍ଷ ବି ବଞ୍ଚୁଛି, 120 ବର୍ଷ ବଞ୍ଚୁଛି, ଜଣେ 60 ବର୍ଷରେ ବି ଦେହାନ୍ତ ହେଉଛି। ତେବେ ଯଦି ଚାହିଁବ ଜଣେ ବି ବଞ୍ଚିବାର ମାନେ ମଞ୍ଜି ସେ ଭାବନା ଭିତରେ ଅଛି, ତାକୁ ଯଦି ଉଜ୍ଜୀବିତ କରିବେ ତାହେଲେ ସେ ବି ମୃତ୍ୟୁଟା ମଧ୍ୟ ଦୂରକୁ ପଳେଇବ। ମୃତ୍ୟୁ ତୁମ ନିଜ ହାତରେ ଅଛି, ତୁମ ଭାବନାରେ ଅଛି। ତେବେ ସବୁ ଶୁଣି ତାଙ୍କର ମନ୍ତବ୍ୟ ଅନୁସାରେ ଧନ୍ୟବାଦ ଆମେ ରଖିବା ତାଙ୍କର ମତାମତ ପାଇଁ। ଗୁରୁଜୀ ଗୁରୁମାଙ୍କୁ ମୋର ପ୍ରଣାମ। ମୁଁ ଏମିତି ଗୁରୁ ଆଉ ଗୁରୁମାଙ୍କୁ ପାଇ ମୁଁ ନିଜକୁ ଧନ୍ୟ ମନେ କରୁଛି। ଆପଣଙ୍କ ଗର୍ଭରୁ ମୋର ପୁନର୍ଜନ୍ମ ହୋଇଛି। ମତେ ଲାଗୁଛି ମୁଁ ଅନ୍ୟ ଏକ ଜଗତରେ ଭ୍ରମଣ କରୁଛି।
ମୋ ଭିତରେ ମୁଁ ଆଉ ନାହିଁ ଏତିକି କହୁଛି ମୁଁ କରିଦେବି। ତୁମେ ଯାହା କହିଲ ମାନେ ଦୀପ ଯେମିତି ଲିଭି ଲିଭି ଯାଏ ତମ ଶବ୍ଦ ମଧ୍ୟ କମି କମି ଗଲା। ଆଉ କିଏ କହିବେ କୁହନ୍ତୁ? ଗୁରୁଜୀ ପ୍ରଣାମ, ଗୁରୁମା ପ୍ରଣାମ। ଲିପୁରାଜ ସେନା ଲିପୁରାଜ କହୁଥିଲି, ଗଞ୍ଜାମରୁ କହୁଥିଲି। ଆପଣ ତ ଆମକୁ ଆଲୋକିତ କରୁଛନ୍ତି, ଯେମିତି ସୂର୍ଯ୍ୟର କିରଣ କିଛି ଆଲୋକିତ କରି ପୁରା ବିଶ୍ୱ ଜଗତକୁ, ସେଦିନ ଆମେ ପୁରା ଆପଣ ଆମକୁ ସମସ୍ତଙ୍କୁ ଆଲୋକିତ କରି ରଖିଛନ୍ତି। ତାର କିଛି କିଛି ଆଲୋକରେ ଆମେ ଏ ଅନ୍ଧାର ରାସ୍ତାରେ ଭ୍ରମଣ ଯୋଉ କରୁଛୁ, ତାର କିଛି କିଛି ଆଲୋକର ଶିଖା ଆମକୁ ଧୀରେ 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 ବାଟ କଢେଇ ନଉଛି। ଆଉ ଏଇ ଜିନିଷଟା ମୁଁ ଅନୁଭବ କରୁଛି ଯେ ଏଇ ଆଲୋକର ଶିଖାରେ କିଛି 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 ଟିକେ ବିନ୍ଦୁ ବିନ୍ଦୁ ହଉ ଆଗକୁ ଯିବା ପାଇଁ ଇଚ୍ଛୁକ ଆଉ ପ୍ରେରଣା ମଧ୍ୟ ମିଳୁଛି। ଆଉ ଏତିକି କହି ମୁଁ ଆପଣଙ୍କ ପଦାର ବିନ୍ଦୁରେ ପ୍ରଣାମ କରୁଛି, ଗୁରୁମାଙ୍କୁ ପ୍ରଣାମ କରୁଛି। ମୁଁ ବକ୍ତବ୍ୟକୁ ଏଠି ରଖୁଛି। ଜୟ ଜୟ। ଧନ୍ୟବାଦ ମତାମତ ପାଇଁ, ଭଲ କଥା କହିଲେ। ଆଚ୍ଛା, ଏଇଠି ଗୋଟେ କଥା କହି ରଖୁଛି, ଆମେ ସତ୍ସଙ୍ଗ କରୁନଥାନ୍ତୁ, ଖାଲି ସାଧନ ଶିକ୍ଷା ଦେଇ ଛାଡ଼ି ଦେଇଥାନ୍ତୁ, ସେମାନେ କେତେ ଦୂର ସଫଳ ହୁଅନ୍ତୁ। କନଫରେନ୍ସ କରନ୍ତେନି କି ସତ୍ସଙ୍ଗ ଆମେ ଯେମିତି ଶକୁନ ଭାବରେ କରୁଥିଲୁ, ରେଗୁଲାର 100 ଜଣ ଆସିକି ଉପସ୍ଥିତ ରହୁଥିଲେ ପ୍ରେଜେଣ୍ଟରେ, ସେମିତି କିଛି ହଉନଥାନ୍ତା। ତାହେଲେ କେତେ ଦୂର ସଫଳ ହୁଅନ୍ତା, କେତେ ଦୂର ଜ୍ଞାନ ଆହରଣ କରନ୍ତେ, କେତେ ଦୂର ସାଧନ କରନ୍ତେ। ତେଣୁ ସାଧନର ଏଇ ଯୋଉ ସତ୍ସଙ୍ଗର ବହୁତ ଆବଶ୍ୟକତା ରହିଛି। ସତ୍ସଙ୍ଗ ହେଲାଠୁ ତ ଆମେ ଏସବୁ ଭିତରେ ଭିତରେ ଜାଣୁଛୁ ନା, ନହେଲେ କେମିତି ଜାଣିବୁ? ଖାଲି ତ ସାଧନ ଶିଖିଗଲେ ହବନି। କେମିତି ଯୋଗ ପଥରେ ଆଗେଇ ଚାଲିବି, ଯୋଉଟା ଶୁଭ ଭାବନା ଗୁରୁଜୀ ବୁଝେଇଲେ, ସେ ଶୁଭ ଭାବନାଟାକୁ ସବୁବେଳେ ତୁମେ ମନନ ଚିନ୍ତନ କରି ଚାଲ, ପ୍ରତି ମୁହୂର୍ତ୍ତରେ ମନନ ଚିନ୍ତନ। ମାନେ ମନ ଭିତରେ ମାନେ ମୁନି ଋଷି କଣ ସଂସାର ଭିତରେ ରୁହ, କିନ୍ତୁ ସଂସାରରେ କୌଣସି ଭୂମିକା ତୁମେ ଗ୍ରହଣ କରନି, କିନ୍ତୁ ରହିବାକୁ ପଡିବ। ତା ଅର୍ଥ ନୁହେଁ ଯେ ସଂସାରରେ ଆମେ ପୁରା ବୁଡିଯିବା, ସମସ୍ତଙ୍କର ସଂସାର ଅଛି, କିନ୍ତୁ ତା ସତ୍ତ୍ୱେ ବି ତୁମେ ନିଜ ପାଇଁ କିଛି ତୁମକୁ କରିବାକୁ ପଡିବ। ଆଉ ସେଇଟା ଏଇ ଜନ୍ମରେ କରିବ। ତୁମେ ଭାବନା ଯେ ମୁଁ ଆଉ ଗୋଟେ ଜନ୍ମରେ ଜନ୍ମ ନେବି ଆଉ କିଛି କରିପାରିବି। ଏଇ ଜନ୍ମରେ କିଛି କରିବାକୁ ଚେଷ୍ଟା କର। ଗୁରୁଜୀ ପ୍ରଣାମ। ଗୁରୁଜୀ, ଯେମିତି ଦୀପଟିଏ ଗୋଟେ ଜଳେଇ ଦେଲେ ସେ ତ କଣ୍ଟିନ୍ୟୁ ଜଳିବନି, ସେଥିରେ ତେଲ ଦେବାକୁ ପଡିଥାଏ। ଏମିତି ଆପଣ ଆମକୁ ସାଧନା ଯୋଗ ଶିକ୍ଷା ଶିଖେଇ ଦେଲେ, କିନ୍ତୁ ତା ସହିତ ଏ ସତ୍ସଙ୍ଗଟି କଣ୍ଟିନ୍ୟୁ ରହିବା ଦ୍ୱାରା ଦୀପରେ ତେଲ ରହିଲେ ଦୀପ ଜଳି ଜଳି ଚାଲେ, ସେମିତି ସାଧନା କଣ୍ଟିନ୍ୟୁ କରିବାକୁ ହେଲେ ସତ୍ସଙ୍ଗର ନିହାତି ଆବଶ୍ୟକ। ସତ୍ସଙ୍ଗ ଦୀପରେ ତେଲ ଦେଲା ଭଳି ଆମର ଯୋଗ ସାଧନାରେ ଆଗକୁ ନବା ପାଇଁ ଆମକୁ ମାନେ ଚରମ ଶାନ୍ତି ପାଇବାରେ କିନା ପରମ ଶାନ୍ତି ପାଇବାରେ ସତ୍ସଙ୍ଗ ବହୁତ ସହାୟକ ହେବ। ମାନେ ଦୀପରେ ଘିଅ ଢାଳିଲା ଭଳି ଏ ସତ୍ସଙ୍ଗଟି ଯୋଗ ସାଧନା ମାର୍ଗରେ ଅଗ୍ରସର କରିବା ପାଇଁ କଢେଇ ନେଇଯିବ ଆପଣଙ୍କୁ। ଏତିକି କହୁଛି। ଛୋଟ ଉଦାହରଣ ଦେଲ ମର୍ମସ୍ପର୍ଶୀ। ଆଉ ଯେମିତି ଦୀପ ଜାଳିଦେଲ ମାନେ ଶିକ୍ଷା ନେଇଗଲ ବା ଯୋଗ ଶିକ୍ଷା ନେଇଗଲ, କିନ୍ତୁ ଦୀପ ଜାଳିବାକୁ ହେଲେ ଆହୁରି ତେଲର ଆବଶ୍ୟକତା ଅଛି। ତେଣୁ ତେଲର ଗୋଟେ ଗୋଟେ ବିନ୍ଦୁ ଗୋଟିଏ ଗୋଟିଏ ସତ୍ସଙ୍ଗ ହେଲେ ଦୀପ ଶିକ୍ଷା ଜଳିବ। କହିବାର ଉଦ୍ଦେଶ୍ୟ ଏହା ଥିଲା। ଧନ୍ୟବାଦ ତାଙ୍କର ମତାମତ ପାଇଁ। ଶକୁନ୍ତଳାପୁର ଯାଇଥିଲେ, ପୁନର୍ବାର ଧନ୍ୟବାଦ। ଗାଡ଼ି ମଟର ସବୁ ନେଇକି ଯାଇଥିଲେ ପରିବାର ସହିତ, ଆଉ ସେଠି ଅନୁଭୂତି ନେଇକରି ଆସିଛନ୍ତି ଶକୁନ୍ତଳାପୁରର। ତେବେ ଶେଷରେ ମୋର ଏଠି କହିବାର ଅଛି ଯେ ଇଏ ବହୁ ଅଭିଜ୍ଞତା ସମ୍ପନ୍ନ ଭାବକୁ ଆମେ ତୁମ ଆଗରେ ଉପସ୍ଥାପନ କରୁଛୁ। ଇଏ କୋଉ ପୁସ୍ତକଗତ ଜ୍ଞାନ ନୁହେଁ କି ପୋଥିଗତ ବିଦ୍ୟା ନୁହେଁ, ଇଏ ବାଡ଼ି ବାଇଗଣ, ବୁଝିଲେ? ତେଣୁ ଏତେ ସୁନ୍ଦର କଥା
ମୋ ମନକୁ ଯେଉଁଟା ନ ଛୁଏଁ ମୁଁ କୁହେନି। ମୁଁ ଜାଣିଥିବି ପ୍ରମାଣ ଥିବ, ମୁଁ ଓତପ୍ରୋତ ଜଡ଼ିତ ଥିବି, ସେଇ ଟେକ୍ନିକଟା ମୁଁ ନିଜ ଉପରେ ଆପ୍ଲାଏ କରିଥିବି, ପରୀକ୍ଷା ହେଇସାରିଥିବ, ପ୍ରୁଭ୍ଡ ହେଇଥିବ, ତାପରେ ମୁଁ କହୁଛି। ତେଣୁ ସେଇଟା ଅତି ମୂଲ୍ୟବାନ ଭାବନ୍ତୁ ଏ ସତ୍ସଙ୍ଗକୁ। ସେଇଥିପାଇଁ ପ୍ରାୟ ପ୍ରତ୍ୟେକ ଦିନ ଗୋଟିଏ ନୁହେଁ, 2 ନୁହେଁ, 3 ନୁହେଁ, 4 ନୁହେଁ, 5 ନୁହେଁ, 10 ଜଣ ନୂଆ ନୂଆ ଟେଲିଫୋନରୁ ଫୋନ୍ ଆସୁଛି ଯେ ଆଜ୍ଞା ଆପଣ କେଉଁଠି ରହୁଛନ୍ତି, ଆପଣଙ୍କୁ ସାକ୍ଷାତ କରିବ। ଏଇଟା ଆନନ୍ଦିତ ମୋତେ ଲାଗିବନି ଏଇଥିପାଇଁ ଯେ ଆମେ ସେଇ କଥା କହିଛୁ। ଅନଏକ୍ସପେକ୍ଟେଡ ଭାବ ନୁହେଁ ସେଇଟା, ଏକ୍ସପେକ୍ଟେଡ ଭାବ। ନିଶ୍ଚିନ୍ତ ଶୁଣିବେ, କିଏ କହିବେ। ତେଣୁ ଆମକୁ ଆଶ୍ଚର୍ଯ୍ୟଚକିତ କରୁନି, କିନ୍ତୁ ଏତିକି ଆନନ୍ଦିତ ଲାଗୁଛି ଯାହା ହଉ ସାରା ଓଡ଼ିଶାରୁ ତ ଟେଲିଫୋନ କରୁଛନ୍ତି ନା। ଆମେ କିଏ ନା କେଉଁଠି ଚାକିରି ଖଣ୍ଡେ କରିଥିଲେ ସେଇ ଅଫିସରେ ବସିଥାନ୍ତୁ। ବର୍ତ୍ତମାନ ଯେଉଁମାନେ ଉଚ୍ଚଶିକ୍ଷିତ ଲୋକ, ଯେଉଁମାନେ ଜ୍ଞାନ ସମ୍ପନ୍ନ, ସେଇ ବ୍ୟକ୍ତିମାନେ ଆକୁ ଗ୍ରହଣ କରିବେ। ଅତି ସରଳ ଲୋକ ବି ଗ୍ରହଣ କରିବେ, ଅତି ଗରିବ ଲୋକ ବି ଗ୍ରହଣ କରିବେ, ଅତି ବଡ଼ ଲୋକ ବି ଗ୍ରହଣ କରିବେ। ଏ ବିଦ୍ୟା ସମସ୍ତଙ୍କ ପାଇଁ ପ୍ରଯୁଜ୍ୟ, ସମସ୍ତଙ୍କ ପାଇଁ ଆବଶ୍ୟକତା, ସମସ୍ତଙ୍କ ପାଇଁ ନିତ୍ୟାନ୍ତ ଆବଶ୍ୟକ ଏ ଯେଉଁ ଯୋଗ ବିଦ୍ୟାଟା। ତେଣୁ ଭାଗ୍ୟରେ ଥିଲେ କୌଣସି ସତ୍ସଙ୍ଗରେ ଜଣେ ବସେ, ଯାହାର ପୂର୍ବ ଭାଗ୍ୟ ଦିଶେ ସେହି ସାଧୁ ସଙ୍ଗେ ବସେ। ପୂର୍ବର ଯାହାର ଦେଖା ନାହିଁ, କିଛି ନାହିଁ, ସେ ଏଠି ବସିପାରିବନି। ଯାହା ହଉ ଉତ୍ସାହ ସହିତ ମୁଁ କହୁଛି, ସମସ୍ତେ ଆମେ ଆସିବା ପୂର୍ବରୁ ମଧ୍ୟ ଆସିକରି ଗୀତ ଶୁଣୁଛନ୍ତି, ସତ୍ସଙ୍ଗ ଶୁଣୁଛନ୍ତି, ମ୍ୟୁଟ୍ ନକରି ମଧ୍ୟ ବସୁଛନ୍ତି, ବୁଝିଲେ। ତେଣୁ ଯାହା ହଉ ସେମାନେ ବି ଆମର ପରମ ଶିଷ୍ୟ। ମ୍ୟୁଟ୍ କଲେ ବି ପରମ, ମ୍ୟୁଟ୍ ନ କଲେ ବି ପରମ। ତେଣୁ ମୁଁ କାହାକୁ ତାଙ୍କର ଅବହେଳା ପାଇଁ ହୁଏତ ସେମାନେ ସଚେତନ ହେଇପାରୁନାହାନ୍ତି, ଖୋଲି ଦେଉଛନ୍ତି, ଜାଣିପାରୁନାହାନ୍ତି। ତେଣୁ ସେଥିପାଇଁ ମୋ ଭିତରେ କିଛି କ୍ଷୋଭ ନାହିଁ କି ରାଗ ହିଂସା ନାହିଁ ଯେ କିଏ ଖୋଲିଦେଲେ। ଆମେ କି ପ୍ରଚେଷ୍ଟା କରୁଛୁ ସତ୍ସଙ୍ଗ କେମିତି ସାକାର ରୂପ ନେଉ, ସୁନ୍ଦର ରୂପ ନେଉ, ସେଥିପାଇଁ ମୁଁ ବାରମ୍ବାର କହୁଛି। ତେଣୁ ସଚେତନ ହୁଅନ୍ତୁ, ଶାଳୀନତା ରକ୍ଷା କରିବା ପାଇଁ, ମେଣ୍ଟେନ୍ କରିବା ପାଇଁ ଆକୁ। ଆଜି ଜଣେ କହିଲେ, ମୁଁ ଆଜ୍ଞା ଯାଉଛି, ଆପଣ ସତ୍ସଙ୍ଗରେ ବସିବି ଏଇ ଭୁବନେଶ୍ୱରରୁ। ମୁଁ କହିଲି ସତ୍ସଙ୍ଗ ଏଠି ନାହିଁ, ଏଠି ଅନଲାଇନ୍ ସତ୍ସଙ୍ଗ ହେଉଛି। ନା ଅନଲାଇନ୍ ସତ୍ସଙ୍ଗ କ'ଣ ନା, ଗୋଟେ ନିଭୃତ କୋଠରୀ ଭିତରେ ମୁଁ ବସୁଛି, ମେସିନ୍ କିଛି ଥୁଆ ହେଇଛି, ଟାବଲେଟ୍ ଥୁଆ ହେଇଛି। ଟାବଲେଟ୍ କ'ଣ ଆବଶ୍ୟକ? ମୁଁ କହିଲି ନାଇଁ, ସେ ଟାବଲେଟ୍ ନୁହେଁ, ଇଏ ଅନ୍ୟ ପ୍ରକାର ଟାବଲେଟ୍, ଇଏ ଆକାଶ ବ୍ୟାପୀ ଟାବଲେଟ୍ଟା। ତେଣୁ ତୁମେ ଦେଖିବନି, ଆମେ ଗୋଟେ ନିଭୃତ କୋଠରୀରେ ବସିକି ସତ୍ସଙ୍ଗ କରୁଛୁ, ଏଠି କେହି ନାହାନ୍ତି। ଏଠି କେହି, ତୁମେ ଆସିଲେ ଆମ ସତ୍ସଙ୍ଗ ଅକଳିଆ ହେଇଯିବ, ମାନେ ଆମେ କରିପାରିବନି। ତେଣୁ ତୁମେ ସେ ଦୂରରେ ରୁହ, ଯେତେବେଳେ ସମୟ ନେଇକି ମୋ ସହିତ କଥାବାର୍ତ୍ତା କରିବେ। ଆସିବେ, ହୁଏତ ବହୁତ ବଡ଼ ବଡ଼ ଧନଶାଳୀ ଲୋକ ମଧ୍ୟ କଣ୍ଟାକ୍ଟରେ ଆସୁଛନ୍ତି। ଦେଖିବା କାହାର ସୁଯୋଗ ଅଛି, କିଏ ଦାନ କରିପାରିବା ଆଶ୍ରମ ପାଇଁ, ସେଇଟା ଗୋଟେ ବଡ଼ କଥା। ଆମେ ଯେଉଁ ରୂପରେଖ ନେଇଛେ ସାରା ପୃଥିବୀ ତିଆରି କରିବା ପାଇଁ, ଭଗବାନ କଳ୍ପନା କଲେ ହେଇଗଲା। ଆମେ ଖଣ୍ଡେ ଆଶ୍ରମ କରିପାରିବାନି ଆମ କଳ୍ପନାରେ? ସେଥିରୁ ମୁଁ କେବେ କ୍ଷାନ୍ତ ହେଇନି, ସେଥିରୁ କେବେ ମୁଁ ମାଇନସ୍ ପଏଣ୍ଟରେ ନାହିଁ। 5 ଏକର ଜମି ଉପରେ ଆଶ୍ରମ ହେବ, 100 ବଖରା ଘର ହେବ, ସାଧନ କେନ୍ଦ୍ର ହେବ, ସମାଧି କେନ୍ଦ୍ର ହେବ, ଅଣ୍ଡରଗ୍ରାଉଣ୍ଡ ସମାଧି ହେବ, ଲାଇବ୍ରେରୀଟି ହେବ, ଷ୍ଟଡି ସେଣ୍ଟର ହେବ, ବିରାଟ କିଚେନ୍ ହେବ, ଓପନ୍ ଏୟାର ଷ୍ଟେଜ୍ ହେବ, ସବୁ କିଛି ହେବ, ଫିଲ୍ଡ ହେବ। ସେ କଳ୍ପନାରେ ମୁଁ ମଧ୍ୟ ଅଛି, ସେଥିରୁ ମୁଁ କେବେ ବିଚ୍ୟୁତ ହେଇନି। ଆଉ ଜଣଙ୍କର ସକାରାତ୍ମକ ମାନେ ଭାବନା କେବେ ନଷ୍ଟ ହେବନି, ମୁଁ ଏତିକି ଜାଣିଛି। ତେଣୁ କିଏ ପଇସା ଦେବ ଆମେ ଜାଣିନୁ, କିନ୍ତୁ ପଇସା କିଏ ହେଲେ ଦେବ, ଆଉ ସେଠି ହେବ, ଏଇଟା ମୋ ମନ ଭିତରେ ଅଛି। ମୁଁ ଜାଣିନି କିଏ ପଇସା ଦେବ, କିନ୍ତୁ ଯିଏ ହେଲେ ପଇସା ଦେବ ସେଠି ହେବ, ସେଇଟା ମୁଁ ଜାଣିଛି।
ହଉ ଏଇଠି ଆମେ କିଏ କହିବେ କି ଆଉ କହିବେ ଯଦି କୁହନ୍ତୁ ନହେଲେ ବନ୍ଦ କରିବା। ଏବେ ଏଇଠି ରଖିବା। ମୁଁ ଭାବୁଛି ଆଜିର ଏଇ ସତ୍ସଙ୍ଗଟା ବହୁ ଶ୍ରେଣୀର କଥାକୁ ନେଇକରି ଉପସ୍ଥାପନ ଆମେ କରିଥିଲେ। ଆଜି ବହୁତ କଥା ଆଲୋଚନା ହେଇସାରିଛି। 4ଟି ସହଯୋଗୀ ବ୍ୟକ୍ତି କିଏ, ଶୁଭ ଭାବନାର ଆକର୍ଷଣ, ଶୁଭ ଭାବନାର କେନ୍ଦ୍ରବିନ୍ଦୁ, ଆଉ ଆଲୋଚନା କଲେ ଆଶ୍ରମର କଥା, ଆଉ କେତେ ବି କ'ଣ କଥା ହେଲେ ମତାମତ ସମସ୍ତେ ରଖିଛନ୍ତି। ବହୁତ କଥା ଆଲୋଚନା ହେଇସାରିଛି। ତେବେ ଆଜିର ଏ ସତ୍ସଙ୍ଗଟି ବହୁତ ମୂଲ୍ୟବାନ ମୁଁ ଆଶା କରୁଛି ଏବଂ ଏଇଠି ଆମେ ସମାପ୍ତ କରିବା এই ସତ୍ସଙ୍ଗ। ହଉ ତେବେ ଠିକ୍ ଅଛି, ଆମେ ଏଇଠି ରଖିବା। ଧନ୍ୟବାଦ ସମସ୍ତେ। ଜୟ ଜୟ। ଗୁରୁଜୀ ପ୍ରଣାମ। ଗୁରୁମା ଗୁରୁଜୀ ପ୍ରଣାମ। ପ୍ରଣାମ।